ଅହଙ୍କାର ଆସକ୍ତି ଆଣିଦିଏ ସ୍ୱାର୍ଥ ବୃଦ୍ଧି ଆଣେ କାମରୁ ହିଁ କ୍ରୋଧର ଉତ୍ପତ୍ତି, ଆଉ କ୍ରୋଧରୁ ହିଁ ଆସେ ହିଂସା। ଭକ୍ତି ଆଣିଦିଏ ଜ୍ଞାନ ଦ୍ୱାରା ହିଁ ସର୍ବଭୂତରେ ଆତ୍ମବୋଧ ହୁଏ। ସର୍ବଭୂତରେ ଆତ୍ମବୋଧ ହେଲେ ହିଁ ଆସେ ଅହିଂସା, ଆଉ ଅହିଂସା ଠାରୁ ହିଁ ଆସେ ପ୍ରେମ। ତୁମେ ଯେଉଁ ପରିମାଣରେ ଯେକୌଣସି ଗୋଟିକର ଅଧିକାରୀ ହେବ, ସେହି ପରିମାଣରେ ସବୁଗୁଡ଼ିକର ଅଧିକାରୀ ହେବ। ଦାଦା ଜୟଗୁରୁ। ଜୟଗୁରୁ। ସତ୍ୟାନୁସରଣ ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧେୟ ଭୀମ ଭାଇ ଶ୍ରୀଯୁକ୍ତ ଭୀମସେନ ବେହେରା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ଶ୍ରଦ୍ଧେୟ ଟିକିନାମା ଡକ୍ଟର ପୁଷ୍ପିତା କର ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ସମସ୍ତଙ୍କୁ ମୋର ଜୟଗୁରୁ। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀମୁଖ ନିଃସୃତ ପବିତ୍ର ନାରୀ ନୀତିର ଓଡ଼ିଆ ଅନୁବାଦ। ସ୍ୱାର୍ଥରେ ବଞ୍ଚନା। ସ୍ୱାମୀକି ଯଦି ପରିବାର ଓ ପରିଜନ ଠାରୁ ଅଲଗା କରିନିଅ, ତେବେ ସେବା ଓ ସମ୍ବର୍ଦ୍ଧନାରୁ ମଣିଷ ଯେଉଁ ଉତ୍କର୍ଷ ଲାଭ କରେ, ବୋଧ ଓ ଜାଣିବାରେ ଯେ ତ୍ରୁଟି ଓ ମୁକ୍ତି ଆସିଥାଏ, ସେଥିରୁ ବଞ୍ଚିତ ହେବ। ମହିମା, ଗରିମା ଓ ପ୍ରତିଷ୍ଠା ତୁମଠାରୁ ଦୂରକୁ ଅପସରିଯିବ। ଉଦ୍ବେଗ, ଅତୃପ୍ତି, ଅବସାଦ ଓ ଅବସନ୍ନତା ତୁମକୁ ଘେରି ପକାଇବ। ତୁମେ କ'ଣ ଏପରି ଭାବରେ ବଞ୍ଚିତ ହେବାକୁ ଚାହଁ? ବାଣୀ ସଂଖ୍ୟା 118। ଜୟଗୁରୁ। 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 ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧେୟ ଟିକିନାମା ଡକ୍ଟର ପୁଷ୍ପିତା କର ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ଜୟଗୁରୁ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ସ୍ୱାମୀ ଭାଗବତ ଭାଇ ଠାକୁରଙ୍କର ପବିତ୍ର ପଞ୍ଜାବରେ କର୍ମୀ ଇଞ୍ଜିନିୟର ଭାଗବତ ପ୍ରସାଦ ସାହୁ ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଠାକୁରଙ୍କର ବାଣୀ ଗ୍ରନ୍ଥ ଶାସ୍ତ୍ରୀୟ ସଦାଚାର ସୂତ୍ର ପାଠ କରୁଛି। ବିହିତ ବିଜ୍ଞ ସାତ୍ୱତ ଆଚାର, ଯାହା ସ୍ୱାସ୍ଥ୍ୟ ଓ ଅସ୍ତିତ୍ୱ ପକ୍ଷରେ ଅନୁକୂଳ, ତାହା ପରିପାଳନ କରିବା ତ ଉଚିତ। ଏପରିକି ଟିକିଏ ବେଶୀ ହୁଏ ସେ ବି ଭଲ, କାରଣ ତାହା ଅସ୍ତିତ୍ୱକୁ ସ୍ୱସ୍ତି ସନ୍ତୁଷ୍ଟ କରି ଜୀବନ ଚଳନାକୁ ଅବ୍ୟାହତ କରି ରଖେ। ବାକ୍ୟ ବ୍ୟବହାର ମଧ୍ୟ ସେହିପରି ସାତ୍ୱତ ସ୍ୱସ୍ତି ସମ୍ପନ୍ନ ହେବା ଉଚିତ, କାହିଁକି ନା ତାହା ପାରିବେଶିକ ଆପଦ ଠାରୁ ଅନେକ ଦୂର ମୁକ୍ତ କରି ରଖେ। ବାଣୀ ସଂଖ୍ୟା 52। ଦାଦା ଜୟଗୁରୁ। ଜୟଗୁରୁ। ଶାସ୍ତ୍ର ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ସ୍ୱାମୀ ଭାଗବତ ଭାଇ ଇଞ୍ଜିନିୟର ଭାଗବତ ଠାକୁରଙ୍କର ପବିତ୍ର ପଞ୍ଜାବରେ କର୍ମୀ ଇଞ୍ଜିନିୟର ଭାଗବତ ପ୍ରସାଦ ସାହୁ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ। ବର୍ତ୍ତମାନ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସୁବୋଧକାନ୍ତ ସ୍ୱାଇଁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସ୍ୱାମୀ ଦୋଳଗନ୍ଧ ଭାଇ ଶ୍ରୀତ ଦୋଳଗନ୍ଧ ପରିଡ଼ା। ତୃତୀୟ ଭଜନ ପରିବେଷଣ କରିବେ ଆମର ସ୍ୱାମୀ ପଢ଼ିଆରୀ ମା ଅଧ୍ୟାପିକା ଡକ୍ଟର ପ୍ରଭାତ ପଢ଼ିଆରୀ। ଆଉ ଚତୁର୍ଥ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧେୟ ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମର ଶ୍ରଦ୍ଧେୟ ମନ୍ଦାକିନୀ ମା ଶ୍ରୀମତୀ ମନ୍ଦାକିନୀ ସାହୁ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସୁବୋଧକାନ୍ତ ସ୍ୱାଇଁ ପ୍ରଥମ ଭଜନ ପରିବେଷଣ କରିବେ।
तुम प्रतिभा कोटि जनमकु कोटि जनमकु कोटि जनमकु अंतरेश्वर तेरे जलगी गडुची जलगी गडुची जलगी गडुची जलगी गडुची जीवन जय गुरु। खूब सुंदर भाव आम विष्णुकंठ शिल्पी आम साध्य सुबोधकांत आयुष्मान सुबोधकांत स्वाई खूब सुंदर भजन परिवेशन कले परिवार समस्त सार्विक मंगल ठाकुर को अशी चरण प्रार्थना। जय गुरु। जय गुरु। जय गुरु। बर्तमान परवर्ती भजन परिवेशन करेंगे हमारे अन्यतम विष्णुकंठ शिल्पी आम स्वाइन दलगंध शुद्ध दलगंध पड़ा परवर्ती भजन परिवेशन करेंगे। जय गुरु। जय गुरु। उपस्थित समस्त मोर प्रीतिपूर्ण जय गुरु। मनर मनीषा बोली तुमको कलियाशरा मनर मनीषा बोली तुमको कलियाशरा हृदयर भाषा बुझ मोर ईश्वर पर मनर मनीषा बोली तुमको कलियाशरा मनर मनीषा बोली तुमको कलियाशरा हृदयर भाषा बुझा मोर ईश्वर पर मनर मनीषा बोली विश्व साई तुम पाई तुआई खोजुछि एते अबुझाए मन कथा साईता मो व्यथा जेते विश्व साई तुम पाई तुआई खोजुछि एते अबुझाए मन कथा साईता मो व्यथा जेते पोछि देई सरागरे निज छाए देला धरा पोछि देई सरागरे निज छाए देला धरा हृदयर भाषा बुझा मोर ईश्वर पर मनर मनीषा बोली अलोड़ा खोजाए जीवन को खोजिले कलंक कालीमा धोई मुक्त मंजुल कला
ଅଲୋଡ଼ା ଖୋଜାଏ ଜୀବନକୁ ଖୋଜି ନେଲା କଳଙ୍କ କାଳିମା ଧୋଇ ମୁଖ ମଜୁଳ କଲ অজাই জীবন ব্যথা তুমি ব্যথাহারি পরা অজাই জীবন ব্যথা তুমি ব্যথাহারি পরা হৃদয় ভাষা বুঝা মোর হৃদয় সারা পরা মনর মଣିষা বলি মহিমার মেরু তুমে বিষমাংস কল্প তরু যুগ পুরুষ তম পূর্ণ ব্রহ্ম সদা গুরু মহিমার মেরু তুমে বিষমাংস কল্প তরু যুগ পুরুষ তম পূর্ণ ব্রহ্ম সদা গুরু মো জীবন প্রতিকূলে তুমি অনুকূল পরা মো জীবন প্রতিকূলে তুমি অনুকূল পরা হৃদয়র ভাষা বুঝা মোর হৃদয় সারা পরা মনর মଣିষা বলি তুমকু কলিয়া সরা মনর মনিষা বলি তুমকু কলিয়া ছরা হৃদয়র ভাষা বুঝা মোর হৃদয় সারা পরা মনর মনিষা বলি জয় গুরু ଜୟ ଗୁରୁ। খুব সুন্দর ভাবে ଆମର ବିଷ୍ଣୁକଣ୍ଠ ଶିଳ୍ପୀ ଆମର ସୌମ୍ୟ ଦୋଳଗନ୍ଧ ଭାଇ ସୁହିତ ଦୋଳଗନ୍ଧ ପରିଡ଼ା খুব ସୁନ୍ଦର ଭାବେ ଏ ଭଜନ ପରିବେଷଣ କଲେ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଜଣେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକଣ୍ଠ ଶିଳ୍ପୀ ଆମର ସୌମ୍ୟ ପଡ଼ିଆରୀ ମା ଅଧ୍ୟାପକ ଡକ୍ଟର ପ୍ରଭାତୀ ପଡ଼ିଆରୀ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ଜୟ ଗୁରୁ। ଉପସ୍ଥିତ ପ୍ରତିବ୍ରତଙ୍କୁ ମୋର ଆନନ୍ଦୀ ଜୟ ଗୁରୁ। ପୂଜ୍ୟବାସୀ ଦାଦାଙ୍କର ଭଜନଟିଏ ପରିବେଷଣ ପାଇଁ ଚେଷ୍ଟା କରୁଛି। তোমার হয়নি তো সাথী যেন প্রভু তোমার থাকে, তোমার হয়নি তো সাথী যেন প্রভু তোমার থাকে। দ্বন্দ্ব দ্বিধা মানাভিমান অবাধ সমর্পণে সার্থকতায় ভরবে জীবন, সার্থকতায় ভরবে জীবন তোমার চরণে। তোমার হয়নি তো সাথী যেন প্রভু তোমার থাকে, তোমার হয়নি তো সাথী যেন প্রভু তোমার থাকে। দ্বন্দ্ব দ্বিধা মানাভিমান অবাধ সমর্পণে, দ্বন্দ্ব দ্বিধা মানাভিমান অবাধ সমর্পণে সার্থকতায় ভরবে জীবন, সার্থকতা
তোমার থাকি, তোমার হয়ে নিত্য সাথী, যেন প্রভু তোমার থাকি। মায়ার ফাঁদে কঠিন বাধা, যেন না হয় পথের বাধা। মায়ার ফাঁদে কঠিন বাধা, যেন না হয় পথের বাধা। মনে যেন নয় অবাধ হয়, মনে যেন নয় অবাধ হয়, সদাই তোমার পানে, তোমার ভয়ে নিত্য সাথী, যেন প্রভু তোমার থাকি, তোমার হয়ে নিত্য সাথী, যেন প্রভু তোমার থাকি। জানি তোমায় বাসলে ভালো, সে পায় তোমার আলো হি আলো। জানি তোমায় বাসলে ভালো, সে পায় তোমার আলো হি আলো। তোমার প্রভু করলে সেবা, তোমার প্রভু করলে সেবা, মুক্তি মেলে জীবনে, তোমার হয় নিত্য সাথী, যেন প্রভু তোমার থাকি, তোমার হয় নিত্য সাথী, যেন প্রভু তোমার থাকি। পরম প্রেমী বিশ্বপতি, সভাগতির তুমি গতি। পরম প্রেমী বিশ্বপতি, সভাগতির তুমি গতি। তোমার হবার দাসমতি, তোমার হবার দাসমতি, ঠাই যেন পায় শ্রী চরণে, তোমার হয়ে নিত্য সাথী, যেন প্রভু তোমার থাকি, তোমার হয়ে নিত্য সাথী, যেন প্রভু তোমার থাকি। বন্ধু দ্বিধা মান অভিমান, অবাধ সমর্পণে, বন্ধু দ্বিধা মান অভিমান, অবাধ সমর্পণে, সার্থকতায় ভরবে জীবন, সার্থকতায় ভরবে জীবন, তোমার চরণে, তোমার হয়ে নিত্য সাথী, যেন প্রভু তোমার থাকি, তোমার হয়ে নিত্য সাথী, যেন প্রভু তোমার থাকি, তোমার হয়ে নিত্য সাথী, যেন প্রভু তোমার থাকি।
জয় গুরু দাদা, জয়। জয় গুরু। খুব সুন্দর সুমধুর শ্রলিত কণ্ঠରେ ଆମର ବିଷ୍ଣୁକୁଣ୍ଡ ଶିଳ୍ପୀ ଆମ ସ୍ଥାନୀୟ ପଢିଆତ୍ମା ଅଧ୍ୟାପିକା ଡକ୍ଟର ପ୍ରଭାତୀ ପଢିଆରୀ ଖୁବ ସୁନ୍ଦର ଭାବରେ ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦାଙ୍କର ବିରଚିତ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କ ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶୀ ଜଣେ ପ୍ରାର୍ଥନା। ଜୟ ଗୁରୁ ମା, ଜୟ ଗୁରୁ। ମୋର ବୁଦ୍ଧ ପ୍ରାର୍ଥନା ଦେବ ଭାଇ, ଜୟ ଗୁରୁ। ଆଜ୍ଞା ଆଜ୍ଞା, ଜୟ ଗୁରୁ, ଜୟ ଗୁରୁ। ମଙ୍ଗଳ ହଉ। ଗତ ଆଜ୍ଞା ଥର ସିଏ ଭଜନ ଟିକେ କରିଥିଲେ, ବହୁତ ଭଲ ଲାଗିଥିଲା। ଆଜ୍ଞା ଯୋଉ ମନ ହୁଏ ପୁଲକିତ, ମନ ହୁଏ ସୁବାସିତ। ଆଜ୍ଞା ବହୁତ ଆର୍ଥର ବି ବୋଲୁଥିଲେ, ତାଙ୍କୁ ବି ଅନୁରୋଧ କରୁଥିଲେ ଆସନ୍ତା ଥର ସେଇ ଭଜନ ବୋଲିବେ ମା। ଆଜ୍ଞା ଆଜ୍ଞା, ଠିକ ଅଛି। ଆପଣଙ୍କର ମଙ୍ଗଳ କରନ୍ତୁ। ଆଜ୍ଞା ଦାଦା, ଜୟ ଗୁରୁ, ଜୟ ଗୁରୁ, ପ୍ରଣାମ ଜୟ ଦାଦା, ଆମର ଜୟ। ପୂଜ୍ୟ ପ୍ରଭାତ ତାଙ୍କର କମେଣ୍ଟ ପାଇଁ ତାଙ୍କ ଆମେ ଠାକୁରଙ୍କ ସେଇ ଜଣ ପ୍ରାର୍ଥନା ଜାଣିବା ତାଙ୍କର ସୁସ୍ଥ ସୁଦୀର୍ଘ ଜିନେରା ଆମ ଜୀବନ ପାଇଁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁକୁଣ୍ଡ ଶିଳ୍ପୀ ଶ୍ରଦ୍ଧା ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛି, ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଣୁକୁଣ୍ଡ ଶିଳ୍ପୀ ଆମ ଶ୍ରଦ୍ଧା ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ବୋଧେ ତାଙ୍କର ସମସ୍ୟା ଅଛି, ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଣୁକୁଣ୍ଡ ଶିଳ୍ପୀ ଆମ ଶ୍ରଦ୍ଧା ମନ୍ଦାକିନୀ ମା ଶ୍ରୀମତୀ ମନ୍ଦାକିନୀ ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା, ଜୟ ଗୁରୁ ମା, ଜୟ ଗୁରୁ। ଉପସ୍ଥିତ ସମସ୍ତଙ୍କୁ ମୋର ପ୍ରଣାମ। ଜୟ ଗୁରୁ। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ତୁମ ନାମ ଗାଇ ଗାଇ, ତୁମ ନାମ ଗାଇ ଗାଇ ଯାଉ ଏ ଦିନ, ଯାଉ ଏ ଦିନ। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ତୁମ ନାମ ଗାଇ ଗାଇ, ତୁମ ନାମ ଗାଇ ଗାଇ ଯାଉ ଏ ଦିନ, ଯାଉ ଏ ଦିନ। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଅର୍ଥ ମାନ ଯଶ ପ୍ରଭୁ କିଛି ଲୋଡ଼ା ନାହିଁ, ଶୟନେ ସପନେ ଖାଲି ଦେଖୁଥିବି ମୋହି। ଅର୍ଥ ମାନ ଯଶ ପ୍ରଭୁ କିଛି ଲୋଡ଼ା ନାହିଁ, ଶୟନେ ସପନେ ଖାଲି ଦେଖୁଥିବି ମୋହି। ତୁମ କମନୀୟ ରୂପ ସଦାଏ ନୟନ, ଲଭିବି ଆନନ୍ଦ ପ୍ରଭୁ କରି ଦର୍ଶନ। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ଶ୍ରୀ ଚରଣ ତଳେ ମୋର ପ୍ରଣାମ ଘେର। ପୂର୍ବ ଜନ୍ମରୁ ମୋର
ଝିଲାପି ବାସନା ଶ୍ରୀ ଚରଣ ତଳେ ବସି କରିବି ବନ୍ଦନା ପୂର୍ବ ଜନ୍ମରୁ ମୋର ଝିଲାପି ବାସନା ଶ୍ରୀ ଚରଣ ତଳେ ବସି କରିବି ବନ୍ଦନା आहे दीननाथ तुमे जगत जीवन तुमरी सेवारे मोर लागे खाऊ मनसी चरण तले मोर प्रणाम घेनासी चरण तले मोर प्रणाम घेना तुम नाम गाई गाई तुम नाम गाई गाई जाऊ ए दिन श्री चरण तले मोर प्रणाम घेनासी चरण तले मोर प्रणाम घेनासी चरण तले मोर प्रणाम घेना। जय गुरु दादा। ଜୟ ଗୁରୁ। ଖୁବ ସୁନ୍ଦର ସମୁଦ୍ର ଲଳିତ କଣ୍ଠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଶ୍ରଦ୍ଧା ମନ୍ଦାକିନୀ ମା ଶ୍ରୀମତୀ ମନ୍ଦାକିନୀ ସାହୁ ଖୁବ ସୁନ୍ଦର ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ବର୍ତ୍ତମାନ ଆଉ ଥରେ ଅନୁରୋଧ କରିବା ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ ସେ ଜଏନ କରିଥିବେ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ସମସ୍ୟା ଅଛି ବର୍ତ୍ତମାନ ଅନୁରୋଧ କରିବା କୀର୍ତ୍ତନ ପରିବେଷଣ କରିବେ ଆମର ସହିତ ଦିଲ୍ଲୀପ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଏବଂ ତାଙ୍କର ସହଯୋଗୀ ମାନେ କୀର୍ତ୍ତନ ପରିବେଷଣ କରିବେ। ହଁ ଦାଦା ଜୟ ଗୁରୁ। ଜୟ ଗୁରୁ ଭାଇ ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ଏ ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ମୋର ରାୟନ୍ତ ଜୟ ଗୁରୁ ଜଣାଏ। ମୋ ସାଙ୍ଗରେ ଆମର ସୁଭାଷ ବେହେରା ଭାଇ ଆଉ ତାଙ୍କ ସ୍ନେହାଶୀ ଅଛନ୍ତି। तुमको जीवने प्रभु नथिले धरी 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 যাই প্রান্ত তুমি ভব সাগরে তরি তোমাকো জীবনে প্রভু নদিলে তরি তোমাকো জীবনে প্রভু নদিলে তরি तुम प्रेम तुम दया शरीर किसिए काया 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 घटी जाए पव माया समामृत भीतरी
আতিশয় ভব মায়া নামামৃত ভিতরি নামামৃত ভিতরি নামামৃত ভিতরি নামামৃত ভিতরি মায়া নামামৃত ভিতরি কাটিশয় ভব মায়া নামামৃত ভিতরি কাটিশয় ভব মায়া নামামৃত ভিতরি কাটিশয় নম কাটিশয় ভব মায়া নামামৃত ভিতরি কাটিশয় ভব মায়া নামামৃত ভিতরি ভিতরি নামামৃত ভিতরি ভিতরি নামামৃত ভিতরি নামামৃত ভিতরি নামামৃত ভিতরি কাটিশয় ভব মায়া নামামৃত ভিতরি কাটিশয় ভব মায়া নামামৃত ভিতরি মায়া নামামৃত ভিতরি ভব মায়া ভিতরি তায়ে মন তায়ে মর অনল রে অতায়ে মন তায়ে মর অনল রে ঢালিলে তুমরি তারে জীবন আসে ফেরি চালিলে তুমরি তারে জীবন আসে ফেরি জীবন আসে ফেরি জীবন আসে ফেরি জীবন আসে ফেরি চালিলে তুমরি তারে জীবন আসে ফেরি চালিলে তুমরি তারে জীবন আসে ফেরি চালিলে তুমরি তারে জীবন আসে ফেরি জীবন আসে ফেরি জীবন আসে ফেরি জীবন আসে ফেরি চালিলে তুমরি তারে 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 জীবন আসে ফেরি তুমে যন্ত্রী মুই যন্ত্র তুমে মা পিতা মো পুত্র তুমে যন্ত্রী মুই যন্ত্র তুমে মা পিতা মো পুত্র তুমরি প্রদত্ত মন্ত্র তায়ে কামরি 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 তায়ে কামরি তায়ে কামরি তায়ে কামরি তায়ে কামরি হরি তায়ে কামরি তায়ে কামরি মন্ত্র সহায়ক হরি Sai Kamori, Sai Kamori, Sai Kamori, Kumari, Pradata mantra sahe kamari Kumari Pradata mantra sahe
କରିଛି ତୁମକୁ ପର ତଥାପି ଧରିଛ କର କରିଛି ତୁମକୁ ପର ତଥାପି ଧରିଛ କର ଜନମେ ମୋର ଯଥା ନେଇ ହରି ଜନମେ ମୋର ଯଥା ନେଇ ହରି ଯଥା ନେଇ ସହରି ଯଥା ନେଇ ସହରି ଜନମେ ମୋର 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 ଯଥା ନେଇ ସହରି 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 ଜନମେ ମୋର 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 ଯଥା ନେଇ ସହରି ଜଗତ ଜୀବନ ନାଥ ତୁମେ ମୋ ମାନ ମହତ ଜଗତ ଜୀବନ ନାଥ ତୁମେ ମୋ ମାନ ମହତ ପ୍ରଭୁ হে আলোকিত আলোকরে তুমরি প্রভু হে আলোকিত আলোকরে তুমরি আলোকরে তুমরি আলোকরে তুমরি প্রভু হে আলোকিত 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 আলোকরে তুমরি আলোকরে তুমরি আলোকরে তুমরি আলোকরে তুমরি প্রভু হে আলোকিত আলোকরে তুমরি আলোকিত আলোকরে তুমরি প্রভু হে আলোকিত আলোকরে তুমরি। জয় গুরু দাদা, জয় গুরু জয় জয় গুরু ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ଶ୍ରଦ୍ଧା ଦିଲ୍ଲୀ ଭାଇ ଠାକୁରଙ୍କର ପବିତ୍ର ପାଞ୍ଜାବୀ କର୍ମୀ ସୁଧ ଦିଲ୍ଲୀ କୁମାର ସାହୁ ଏବଂ ତାର ସହଯୋଗୀ ଆମର ଶ୍ରଦ୍ଧା ସୁଭାଷ ଭାଇ ସୁଭାଷ ଚନ୍ଦ୍ର ବେହେରା ତାଙ୍କର ସୁପୁତ୍ର ସ୍ନେହାଶିଷ ଏବଂ ଟିକି ମା ସମସ୍ତେ ମିଳିତ ଭାବରେ ଖୁବ ସୁନ୍ଦର ଭାବରେ ଏହି କୀର୍ତ୍ତନ ସ୍ୱର୍ଗତ ପୂଜ୍ୟ ନକୁଳ ତାଙ୍କର ବିରଚିତ କୀର୍ତ୍ତନ ପରିବେଷଣ କଲେ। ଆଉ ଦିଲ୍ଲୀପ ଭାଇ, ଇନ୍ଦିରା ମା, ତାଙ୍କର ପରିବାର, ସୁଭାଷ ଭାଇ, ଟିକି ମା, ସ୍ନେହାଶିଷ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ହଁ ଜୟ ଗୁରୁ, ଜୟ ଗୁରୁ। ପ୍ରତିଦିନ ପ୍ରାତଃ ସମୟରେ ଚାନ୍ଦୋଳ ସତ୍ସଙ୍ଗ ବିହାର ଅନୁକୂଳରେ ଏହି ସତ୍ସଙ୍ଗ। ଆଉ ଆଜିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଦୀପ ଭାଇ ଠାକୁରଙ୍କ ସପ୍ରତିନିଧିକ ଶ୍ରୀଯୁକ୍ତ ଶୁଭାଂଶଙ୍କର ପଣ୍ଡା ଆଉ ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତିକ ଧୈର୍ଯ୍ୟ ଯାଜକ ଗୁରୁ ଭାଇ ମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସପ୍ରତିନିଧିକ ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର, ବିଚିତାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମନ୍ତ କୁମାର ମିଶ୍ର, ଡକ୍ଟର ମଚାନ ମିଶ୍ର, ଡକ୍ଟର ପବିତ୍ର କୁମାର ମେକଅପ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ଅଭିନବ ମହାପାତ୍ର, ଇଞ୍ଜିନିୟର ସଜିନାଥ ମଲ୍ଲିକ, ଇଞ୍ଜିନିୟର ଶରଣ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ମଙ୍ଗତା ସାହୁ, ନିମାଇ ଚରଣ ଦାସ, ପାରେଶ୍ୱର ଜେନା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ପ୍ରେମାନନ୍ଦ ଦାସ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ଉଗ୍ରସେନ ଲେଙ୍କା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି ପରବର୍ତ୍ତୀ ଅବସ୍ଥାରେ। ଆଉ ଯଦି କିଏ
ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଆଜି ଠାକୁରଙ୍କ କଥା ଯିଏ ତୋଳି ଧରିବେ ଆମେ ସମସ୍ତେ ଜାଣିଛନ୍ତି, ଅନେକ ଥର ତାଙ୍କର ଠାକୁରଙ୍କ କଥା ଶୁଣି ଆସିଛନ୍ତି। ଜଣେ ବିଜ୍ଞାନ ପ୍ରାଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ଜଣେ ବିଶିଷ୍ଟ ଶିକ୍ଷାବିତ, ଆଉ ସିଏ ହେଲା ଆମର ସାମାନ୍ୟ ପରଶୁରାମ ଦା, ଠାକୁରଙ୍କ ସପ୍ରତିନିଧି ଯୁକ୍ତ ପରଶୁରାମ ମାଣିକ। ବିଶେଷ ଭାବରେ ଆମର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ, ଓଳାଭର ଅଞ୍ଚଳରେ ବହୁ ନିଯୁକ୍ତିଷ୍ଠ କାର୍ଯ୍ୟରେ ବ୍ୟାପୃତ ରଖିଛନ୍ତି। ନିର୍ମୀୟମାଣ ରାଜକନିକା ସତ୍ସଙ୍ଗ ବିହାରର ସମସ୍ତ ଦାୟିତ୍ୱ ସେ ତାଙ୍କ ତତ୍ତ୍ୱାବଧାନ ଚାଲିଛି। ଆଉ ସେ ହେଲା ଆମର ସାମାନ୍ୟ ପରଶୁରାମ ଦା, ତାଙ୍କୁ ଅନୁରୋଧ କରିବା ପ୍ରତିଦିନ ସେ ଆମ ସହିତ ସତ୍ସଙ୍ଗରେ ସାମିଲ ଥାନ୍ତି। ଆଜି ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି, ଠାକୁରଙ୍କ କଥା ତୋଳି ଧରିବେ, ତାଙ୍କୁ ଅନୁରୋଧ କରିବା, ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ ପରଶୁରାମ ମାଣିକ, ଠାକୁରଙ୍କ ସପ୍ରତିନିଧି। ଆଜ୍ଞା, ଜୟ ଗୁରୁ। ଆଜ୍ଞା, ଜୟ ଗୁରୁ। ଜୟ ଗୁରୁ। ବନ୍ଦେ ଲୋକ ତିଲକଂ ସତତ ବାର୍ତ୍ତା ବିଭୂଷଣ ଅମର କୃତ୍ୟ ଚାରଣ ପ୍ରବୁଦ୍ଧ ଲୋକ ଜୀବନ ପରମତ ଜାଗତିପନଙ୍ଗ ବନ୍ଦେ ଜୀବନ ଜୀବନ ସତ୍ପୁରୁଷ ପ୍ରାଣର ଠାକୁର ମୋ ପରମାରାଧ୍ୟା ଜଗତ ଜନୀ ଶ୍ରୀ ଲକ୍ଷ୍ମୀ ମା ପରମ ପୂଜପାତ ଶିଶୁ ବଡ଼ଦା ପରମ ପୂଜପାତ ଶ୍ରୀ ଆଚାର୍ଯ୍ୟ ଶରଣତର ମୋର ଶତକୋଟି ପ୍ରଣାମ। ଉପସ୍ଥିତ ମୋର ବରଣ୍ୟ ପରିଚାଳକ ମଧ୍ୟ ଠାକୁରଙ୍କ ନିୟତ କର୍ମୀ ସହପ୍ରତିନିଧି ପୂଜ୍ୟ ଦେବେନ୍ଦ୍ର ଭାଇ, ଉପସ୍ଥିତ ସତୀର୍ଥ ରୀତିକ ମଣ୍ଡଳୀ, ଯାଜକ ଧୈର୍ଯ୍ୟ ମଣ୍ଡଳୀ, ଭକ୍ତିମତୀ ମାତୃମଣ୍ଡଳୀ, ପ୍ରାଣର ଗୁରୁ ଭାଇ ସମସ୍ତଙ୍କୁ ମୋର ଅନ୍ତରାଜ୍ୟ ଗୁରୁ। ପରମ ପିତାଙ୍କର ଅଜଛଳ ଦୟା ଆଜି ଚାନ୍ଦୋଳ ସତ୍ସଙ୍ଗ ବିହାର ମାଧ୍ୟମରେ ଆଜି ଅନେକ ଶ୍ରଦ୍ଧାଳୁ ଭକ୍ତ, ଅନୁଭବୀ ମଣିଷ ନିତ୍ୟ ପ୍ରତ୍ୟୟ ଭାବରେ ଯୋଡ଼ି ହୁଅନ୍ତି। ଯୋଉମାନଙ୍କର ସାନ୍ନିଧ୍ୟରେ, ଯୋଉମାନଙ୍କର ସଂଯୁକ୍ତିରେ ମଣିଷ କିଛି ଭାବ ପାଏ, ପ୍ରେରଣା ପାଏ, ମଣିଷ କିଛି ଜୀବନର ବଞ୍ଚିବାର ଖୋରାକ ପାଏ। ଆଜି ଦେବେନ୍ଦ୍ର ଭାଇ ସେମାନଙ୍କର ନାଁ ପଢୁଥିଲେ। ବାସ୍ତବିକ ଭାବେ ଯାହାଙ୍କୁ ମୁଁ ଦେଖିଛି ପିଲାବେଳେ, ଯେ ମଣିଷ ଯାହାଙ୍କୁ ଦେଖି ଚାଲି, ଆମେ ତ ଜୀବନରେ ଠାକୁରଙ୍କୁ ଦେଖି ନାହାନ୍ତି, ଆମେ ଦେଖିଛନ୍ତି ଆମର ପୂର୍ବ ଅଗ୍ରଜମାନଙ୍କୁ, ଯୋଉମାନଙ୍କ ଭିତରେ ସେଇ ଗୁରୁ ଚଳପ୍ରଚଳ, ଗୁରୁଙ୍କୁ ନେଇ ଯୋଉମାନେ ବ୍ୟତିବ୍ୟସ୍ତ ରହୁଥିଲେ ଜୀବନରେ, ଆଜି ହୁଏତ ବୟସର ଅପରାହ୍ନରେ ପହଞ୍ଚି ସାରିଲେଣି, କିନ୍ତୁ ସେଇ ଅନୁଭବ ଅନୁଭୂତି ସାଉଁଟି 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 ଆଜି ମଣିଷ ତା ଜୀବନରେ ପ୍ରାଣ ପାଇଛି, ଶକ୍ତି ପାଇଛି, ଅନୁଭବ ପାଇଛି, ଇଷ୍ଟ ପଥରେ ଚାଲିବାର ଗୋଟେ ପ୍ରେରଣା ସୃଷ୍ଟି ହେଇଛି। ନହେଲେ ମଣିଷ କୋଉ ଦିନ ଯେ ଛିଟିକି ପଡ଼ିଥାନ୍ତା ତାହାର କୌଣସି ଅତା ନାହିଁ। ଯାହା ହଉ, ମୁଁ ସର୍ବପ୍ରଥମେ ଏଇ ବୟୋଜ୍ୟେଷ୍ଠ ମାନଙ୍କର ଯୋଉମାନେ ଗୋଟେ ଅନୁଭବର ପାହାଡ଼, ସେଇମାନେ ସେଇ ସହପ୍ରତିନିଧି ବା ଯାଜକ ଧୈର୍ଯ୍ୟ ଯୋଉମାନେ ଉପସ୍ଥିତ ଅଛନ୍ତି ସମସ୍ତଙ୍କର ମଙ୍ଗଳ କାମନା କରେ ପ୍ରିୟ ପରମଙ୍କ ପାଖରେ। ସେମାନେ ଚିରାୟୁ ରୁହନ୍ତୁ, ଦୀର୍ଘାୟୁ ରୁହନ୍ତୁ। ଆଉ ବିଶେଷ ଭାବରେ ଆଜି ଯୋଉମାନଙ୍କର ଭୋଗଦାତା ଭାଇ ନାଁ ପଡୁଥିଲେ, ଯାହାଙ୍କର ଟିକେ ସହଯୋଗର ହାତ ଆଜି ଏ ସତ୍ସଙ୍ଗରେ ଶ୍ରୀ ଶ୍ରୀ ଠାକୁରଙ୍କର ଏଇ ପବିତ୍ର ଭୋଗକୁ ନିବେଦନ କରିଛନ୍ତି ପ୍ରିୟ ପରମଙ୍କ ପାଖରେ, ତାଙ୍କର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ପରମ ପିତା ତାହା ହିଁ ମଞ୍ଜୁର କରନ୍ତୁ। ଏହା ହିଁ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା। ବିଶେଷ ଭାବରେ ଠାକୁରଙ୍କର କଥା କହିବା, ବୁଝିବା, ଜାଣିବା ଜୀବନରେ ଗୋଟେ ସାଧନାର ବ୍ୟାପାର। ଯାହାଙ୍କୁ ସାଧନା କରି କରି ଜନ୍ମ ଜନ୍ମାନ୍ତର ମଣିଷ କିଛି ତାର ଟେର ମଧ୍ୟ ପାଏ ନା, ଉଇହୁଙ୍କା ହେଇଯାଇଛି ମଣିଷ, ତାକୁ ଅନୁଭବ ଭିତରେ ଆଣିପାରେ ନା। ଆଚରଣ କରିବା ତ ଦୂରର କଥା, କହିବା ତ ଦୂରର କଥା। ସହଜ ସରଳ ମଣିଷ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପବିତ୍ର ସତ୍ୟ ଅନୁସରଣରେ ଲେଖି ଦେଇଗଲେ, ସରଳତା ଠାରୁ ଚତୁରତା ଆଉ ଜଗତରେ କିଛି ନାହିଁ। ଦ ସିମ୍ପଲିସିଟି ଇଜ ଦ ବେଷ୍ଟ ପଲିସି। ଯେ କେହି ଏଇ ଫାନ୍ଦରେ ଧରା ପଡ଼ିବ ହିଁ ଧରା ପଡ଼ିବ। ତମେ ଯେତେ ବଡ଼ ଚାଲାକ ମଣିଷ ହୁଅ, ଯେତେ ବଡ଼ ତମେ ଅଭିଜ୍ଞ ମଣିଷ ହୁଅ, ବା ଯେତେ ଦୁର୍ନୀତିଗ୍ରସ୍ତ ମଣିଷ ହୁଅ, ଏଇ ସରଳତା ସେ ଠାକୁର ଚାହାନ୍ତି। କାରଣ ଶୁଣିଛି ବ୍ରହ୍ମା ଯେ ପଦ ଧୌତ, ନୋହିଲା ଶିବ ବିଷାଦ, ନ ପାଇ ଚରଣାମୃତ, ବିଜ୍ଞାନୀ ଯେ କୈବର୍ତ ଧୋଇଲା। ହେ ପ୍ରଭୁ, ଯେ ବ୍ରହ୍ମା ସୃଷ୍ଟିକର୍ତ୍ତା, ସିଏ ତୁମକୁ ଉପାସନା କରିକିରି ବହୁ ଚେଷ୍ଟିତ ଅଛନ୍ତି ତୁମର ସେଇ ପଦରେଣୁ ଟିକେ, ତୁମର ସେଇ ଚରଣାମୃତ ଟିକେ ପାଇବା ପାଇଁ। ଯୋଗେଶ୍ୱର ଦେବଦେବ ମହାଦେବ ଏଇ ତପସ୍ୟା ସାଧନା କରି କରି ସିଏ ମଧ୍ୟ ବ୍ୟାକୁଳ, ସିଏ ମଧ୍ୟ ବିଷାଦଗ୍ରସ୍ତ, ସିଏ ଟିକେ ପାଇପାରିଲେ ନାହିଁ ତୁମର ଚରଣାମୃତ। ଆଉ ଚରମ ବିଜ୍ଞାନୀ, ଚରମ ସରଳ ମଣିଷ, କୈବର୍ତ, ଯେ ପେଟ ପୋଷେ ଏଇ ଦିନ ମଜୁରିଆ, ସିଏ କିନ୍ତୁ ସେଇ ପଦ ଯୁଗଳକୁ ସ୍ପର୍ଶ
ଏଇ ତୁମର ପଦରେଣୁ ବାଜି ସେଦିନ ଅହଲ୍ୟାଟା ଯେ ପଥରଟା ଆଜି ଅହଲ୍ୟା ହେଇଯାଇଥିଲା। ହେ ପ୍ରଭୁ, ନାରୀ ବେଶ ହେଇଥିଲା, ମୋ ଡିଙ୍ଗି ଖଣ୍ଡେ, ମୋର ନୌକା ଖଣ୍ଡେ ଇଏ ଯଦି ନାରୀ ହେଇଯାଏ ମୋ ଜୀବିକା ବୁଡ଼ିଯିବ, ମୋର ଜୀବନ ଜୀବିକା କିନ୍ତୁ ବିଧ୍ୱସ୍ତ ହେଇଯିବ, ମୁଁ ବଞ୍ଚି ପାରିବି ନାହିଁ। ଆଗେ ପ୍ରଥମେ ମୁଁ ତୁମ ପଦ ଧୌତ କରିବି, ତାପରେ ସେ ଧୂଳିଟାକୁ ଛାଡ଼ି ଦେଇ ହେ ପ୍ରଭୁ ମୁଁ ତୁମକୁ ସେଇ ମୋର ଡଙ୍ଗାରେ ବସେଇବି, ନୌକାରେ ବସେଇବି। ଏଇ ହଉଛି ବିଜ୍ଞାନୀ, ଏଇ ହଉଛି ସରଳତା। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯୋଉ ପ୍ରତିଷ୍ଠା କରିଦେଇଗଲେ ସତ୍ସଙ୍ଗ, ଏଇ ସହଜ ସରଳ ମଣିଷ ଯୋଉମାନେ ସେଇମାନେ ହିଁ ଡଙ୍ଗାରେ ବସିଛନ୍ତି, ଆଉ ଜୀବନକୁ ଉପଭୋଗ କରିବାର ସୁଯୋଗ ହିଁ ସେମାନେ ପାଇଛନ୍ତି। ନହେଲେ ମଣିଷ ଯେ କେତେବେଳେ କୋଉ ମୁହୂର୍ତ୍ତରେ ଆଜି ତାର ଏଇ ଅଶାନ୍ତ ମନ ତଳେ ମରଣ ଅନଳ ଜାଳେ, ଚାଲିଲେ ତୁମରି ତାଳେ ଜୀବନ ଆସେ ପ୍ରଭୁ ଫେରି। ଏ ମରଣ ଅନଳ ସଦା ସର୍ବଦା ଜଳୁଛି ମୃତ୍ୟୁମୁଖୀ ମଣିଷ, ପ୍ରବୃତ୍ତିମୁଖୀ ମଣିଷ। ସାମ୍ପ୍ରତିକ ପରିସ୍ଥିତିରେ ମଣିଷ ଯେ କୁଆଡେ ଖିନଭିନ ହେଇଯାଉଛି ନିଜର ସମସ୍ୟା, ନିଜର ଜ୍ୱାଳା ଯନ୍ତ୍ରଣା, ନିଜର ସଂସାର, ନିଜର ପରିବାରକୁ ନେଇ। ତାରି ଭିତରେ ରକ୍ଷା କରିବା ପାଇଁ ହେ ପ୍ରଭୁ ତୁମେ ଜଗତ ଜୀବନନାଥ, ତୁମେ ମୋ ମାନ ମହତ, ତୁମେ ମୋର ମଣିଷ ପଣିଆରେ ଏକ ପ୍ରତିବିମ୍ବ, ତୁମେ ମୋର ସ୍ୱାଭିମାନର ଏକ ଗୋଟେ ପ୍ରତୀକ। ତୁମ ଛଡା ମୁଁ ଜୀବନରେ କିଛି ବୁଝେ ନା। ତୁମରି ତାଳରେ ଯିଏ ଚାଲିଛି ଆଜି ସେ ଫେରି ଆସିଛି, ଜୀବନଟାକୁ ଅନୁଭବ କରିସାରିଛି। ଆଉ ତୁମର ସେଇ ମୋ ମାନ ମହତ, ମୋର ମଣିଷ ପଣିଆକୁ ତୁମେ ହିଁ ଫେରେଇ ଦେଇଛ, ତୁମେ ହିଁ ଫେରେଇ ଦେଇଛ ପ୍ରଭୁ। ଜନମେ ଜନମେ ତୁମେ ସାହା ମାତ୍ର ମୁହରି। କାରଣ ଏଇଥିପାଇଁ ଏ ସୃଷ୍ଟିଟା ଚାଲିଛି, ଗଡ଼ି ଚାଲିଛି, ଯାଲାକି ଗଡୁଛି ଜୀବନର ନନ୍ଦୀ ଘୋଷ। ହେ ପ୍ରଭୁ କେତେ ମଧୁର ତୁମ ନାମ ରସ, କେତେ ମଧୁର ତୁମ ନାମ ରସ। ଆଜି ସୃଷ୍ଟିଟା ଗଡୁଛି, ଏବେ ତାଳ ମଣିଷ ତାଳକୁ ଆସିଛି, ଏ ସୃଷ୍ଟିର ସମସ୍ତ ଅନାର୍ଯ୍ୟଟା ନ୍ୟାର୍ଯ୍ୟ ହେଇଯାଇଛି। ଆଜି ମଣିଷ ଅଯୋଗ୍ୟଟା ଯୋଗ୍ୟ ହେଇଛି କେବଳ ସେଇଥିପାଇଁ ଯେ କେତେ ମଧୁର ତୁମ ସତନାମ। ଏ ଜୀବନର ନନ୍ଦୀ ଘୋଷ ଗଡୁ ନାହିଁ। ସୃଷ୍ଟି, ଏ ସୌର ଜଗତ, ଏ ବିଶ୍ୱ ବ୍ରହ୍ମାଣ୍ଡର ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ନକ୍ଷତ୍ର ପ୍ରଭୁ ତୁମରି ପରଶରେ ହିଁ ଚାଲିଛି, ତୁମରି ଇଙ୍ଗିତରେ ହିଁ ଚାଲିଛି, ତୁମରି ଇଙ୍ଗିତରେ ସୃଷ୍ଟି। କାରଣ ଏଇ ନାମ ହିଁ ପ୍ରତ୍ୟେକଟି ଜୀବସତ୍ତାର କାରଣ ସ୍ୱରୂପ ସ୍ପନ୍ଦନାତ୍ମକ ପ୍ରତିଛବି, ତା ଛଡା ଆଉ କିଛି ନାହିଁ। ଏଇ ପବିତ୍ର ସତ୍ମନ୍ତ୍ର ମଧୁର ତୁମ ସତନାମ ଆଜି ଗୋଟେ କୋଇଲି ଭିତରେ ଅଛି, ଗୋଟେ କୁଆ ଭିତରେ ଅଛି, ଗୋଟେ କୀଟପତଙ୍ଗ ଭିତରେ ଅଛି, ଗୋଟେ ସାଧୁସନ୍ଥ ଭିତରେ ଅଛି, ଗୋଟେ ତସ୍କର ଭିତରେ ଅଛି, ଗୋଟେ ମଣିଷ ଭିତରେ ମଧ୍ୟ ଅଛି, ସାଧୁସନ୍ଥ ଭିତରେ ମଧ୍ୟ ଅଛି। କିନ୍ତୁ ଏଇ ସ୍ପନ୍ଦନାତ୍ମକ ପ୍ରତିଛବି ଭିତରେ ଯେ ସ୍ପନ୍ଦନାୟିତ ହେଇ ଚାଲିଛି, ଯେ ତା ସହିତ ପାଦ ମିଳେଇ ଚାଲିଛି, ସେ କିନ୍ତୁ ରହିଯାଇ ନାହିଁ। ଏ ସୃଷ୍ଟିଟା ତୁମର ସାରା ଦୁନିଆର ରୁଗ୍ଦୀପନି ଏହି ସତନାମ, ଯାହାର ଯୋଜନ ତତ୍ପରତାଏ ଆସେ ଦିବ୍ୟ ଧାମ। ସୃଷ୍ଟିଟା ଏଇ ସତ୍ମନ୍ତ୍ରରେ, ସୃଷ୍ଟିର ଆରମ୍ଭଟା ସେଇଥିରେ। ଯখন ছিল না ସତା ছিল କାଳ ଆସି ନାହିଁ, ସୂର୍ଯ୍ୟ ନଥିଲା କି ଚନ୍ଦ୍ର ନଥିଲା, ଦିନ ନଥିଲା କି ରାତି ନଥିଲା, ତିନି ছিলাম আমি ছিলাম, ତିନି আমি। ମୁଁ ହଉଛି ସେଇ ପୁରୁଷ, ଯିଏ ସିଏ ଥିଲେ ମୁଁ ଥିଲି, ମୁଁ ହଉଛି ସେଇ, ଆଉ କେହି ନୁହେଁ। ଇଚ୍ଛା ହେଲା ସୃଷ୍ଟିକୁ ଉପଭୋଗ କରିବା ପାଇଁ। ସେ ଇଚ୍ଛାରୁ ଜାତ ଚିରନ୍ତନ ଚରଶୀଳା ପରମା ପ୍ରକୃତି ଶକ୍ତିର ସମ୍ମିଳିତ ଭାବ ଏଇ ବୀଜ ମନ୍ତ୍ର, ଏଇ ସ୍ପନ୍ଦନ, ଏଇ ଧ୍ୱନି, ଏଇ ସ୍ପନ୍ଦନାୟିତ ହେଇ ଚାଲିଲା। ବଜ୍ର ଗମ୍ଭୀର ଲୀଳା ଭିତରେ ଦେଇ ସୃଷ୍ଟି ହେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଆଉ କ୍ଷିତ୍ୟାପ୍ତ ଯମୃତବ୍ୟମ। ଏଇ ନାମର ପରଶ ନେଇ ଆସିଛନ୍ତି ଶ୍ରୀ ଠାକୁର। ପ୍ରତ୍ୟେକଟି ମଣିଷକୁ ବାଣ୍ଟି ଦେଇଛନ୍ତି ଘରେ ଘରେ, ଆଉ ପ୍ରତ୍ୟେକ ଯୁଗରେ ସେ ହିଁ ଆସନ୍ତି। ତାଙ୍କ ଛଡା ମଣିଷ ବଞ୍ଚିବାର ରାହା ହିଁ ମଧ୍ୟ ପାଏ ନା। ଏ ଫିଲିଙ୍ଗସ୍, ଏ ଅନୁଭବ, ଅନୁଭୂତି ଯୋଉମାନଙ୍କର ଅଛି, ଯୋଉମାନେ ଆଚରଣ କରି ଦେଖେଇଛନ୍ତି, ସେଇମାନେ ହିଁ ଭକ୍ତ। ଶ୍ରୀ ଠାକୁର ସେଇ କଥା କହୁଛନ୍ତି, ଫିଲିଂ ଇଜ ଦ ଫାଉଣ୍ଡେସନ ଅଫ ଫେଥ୍। ମଣିଷର ବିଶ୍ୱାସ ହଉଛି ତାର ଅନୁଭବ, ଅନୁଭୂତି। ଆଜି ଏଇ ମାଟି ଅନୁଭବ କରିଛି, ରାମଚନ୍ଦ୍ରକୁ ଏଇ ମାଟି ଅନୁଭବ କରିଛି, କୃଷ୍ଣଚନ୍ଦ୍ରକୁ ଏଇ ମାଟି ଅନୁଭବ କରିଛି, ଠାକୁର ଅନୁକୂଳ ଚନ୍ଦ୍ରକୁ ବା ଅନେକ ଅନେକ ପୁରୁଷଙ୍କୁ ଏଇ ଫିଲିଙ୍ଗସଟା। କାରଣ ଶାସ୍ତ୍ର କହେ ରାଜା ରହେଗା ନା ରାଣୀ ରହେଗା, ମିଟ୍ଟିଏ ମିଟ୍ଟିଏ ମିଟ୍ଟି ରହେଗା, ମିଟ୍ଟିଏ ସବକା କାହାଣୀ କହେଗା। ଏ ଭାରତ ବର୍ଷର ମାଟି, ଏ ପୃଥିବୀ ପୃଷ୍ଠର ମାଟି ଦେଖି ସାରିଛି। ଯୁଗ ଯାଇଛି, ଯୁଗ ଆସିଛି। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଠାରୁ ଆରମ୍ଭ କରି କଳି ଶେଷରେ ଚରମରେ ଠାକୁର ଅନୁକୂଳ ଚନ୍ଦ୍ର, ଏ କାହାଣୀଟା କହି ଚାଲୁଛି। ଆପଣମାନଙ୍କ ଦ୍ୱାରା ପ୍ରସ୍ଫୁଟିତ ଏଇ ଅନଲାଇନ ସତ୍ସଙ୍ଗ ତାରି କାହାଣୀ କହୁଛି, ତାରି ଗାଥା କହୁଛି। ଆଉ କେବଳ ଗାଥା କହୁନାହିଁ, ଶୁଣିବା ପାଇଁ କହୁନାହିଁ,
आमे जीवन पाखरे चिर ऋणी प्रिय परम दया करी आम हाथटा धरी नहीं एई कथा कहिबा सहित करिबा सहित निजर परिवार परिवेश भितर ताकू फुटै तोलिबाकू चेष्टा करिछि द लॉ दैट सस्टेन्स द अपहोल्ड urge of our existence, the upholding of our existence with every effulgence of life, both individually and collectively, that is called dharma. ଠାକୁରଙ୍କର ଆପ୍ତ ବାକ୍ୟ ମଣିଷ ଭିତରେ ଯୋଉ ନୀତି ନିୟମ ଯୋଉ ଆଚାର ଆଚରଣ ଆଜି ମଣିଷର ପ୍ରତ୍ୟେକଟି ବଞ୍ଚିବା ବଢିବାର ଯୋଉ ସହାୟକ ଜୀବନ ବୃଦ୍ଧିର ଯାହା ସହାୟକ ହେଇ ଚାଲିଛି ତାହା ପ୍ରତ୍ୟେକ ସ୍ତରକୁ ଛୁଇଁ ଛୁଇଁ ଚାଲିଛି ମୋର ବାଲ୍ୟ ମୋର ବାର୍ଦ୍ଧକ୍ୟ ମୋର ଯୌବନ ମୋର କୈଶୋରକୁ ସେ ଉପଭୋଗ କରିବାର ସୁଯୋଗଟା ଦେଇଛି ତାରି ଅନୁଶାସନ ଭିତରେ ଦେଇ ତାରି ଚଳନ ଭିତରେ ଦେଇ ଆଉ ସେଇଟା ହିଁ ମୋ ଜୀବନର ସମ୍ପତ୍ତି ଆଉ ବୋଥ୍ ଇଣ୍ଡିଭିଜୁଆଲି ଆଣ୍ଡ କଲେକ୍ଟିଭଲି ମୁଁ ଏକକ ଭାବେ ଧର୍ମର କଥା କହି ତୁମ୍ବି ତୋଫାନ ସୃଷ୍ଟି କରିଦେଇପାରେ କିନ୍ତୁ ମୋର ପରିବାର ପରିଜନ ମୋର ସଂସାର ଯଦି ତାହା ନ କରେ ତାହା କିନ୍ତୁ ଏ ଜନ୍ମରେ ତୁମେ ମୋତେ ଫାଙ୍କି ଦେଇଗଲ ସେ ଠାକୁର ସେଇ କଥା କହନ୍ତି ଏ ଫେଥ୍ ଏ ବିଶ୍ୱାସ ତୁମର ଫିଲିଙ୍ଗସଟା ଆଜି ବିଶ୍ୱାସରେ ଆଜି ଅନଲାଇନ୍ ସତ୍ସଙ୍ଗ ନିଜ ନିଜର ସମସ୍ତ ଦାୟୀ ଦାୟିତ୍ୱକୁ ଛାଡ଼ି ଯୌତିକି ସମୟ ହଉ ଆପଣ କାନ ଦେଇଛନ୍ତି ନିଜ ନିଜର କର୍ତ୍ତବ୍ୟକୁ ଏଠି ସମ୍ପାଦନ କରିଛନ୍ତି କିଏ ଭଜନ ଗାଉ କିଏ କୀର୍ତ୍ତନ କରୁ କିଏ ଯାଜନ କରୁ କିଏ ଶୁଣୁ ସବୁଠାରୁ ବଡ଼ ମଣିଷ ହେଉଛି ଶୁଣିବା ଭକ୍ତ ହେଉଛି ଶୁଣିବା ସେ ଭଲ ପାଏ ଏତେ ଭଲ ପାଏ ତାର ଲାଳସା ନାହିଁ କିଛି କହିବାର କି ବଜେଇବାର କି ଗାଇବାର ସେ ହେଉଛନ୍ତି ଶ୍ରେଷ୍ଠ ଭକ୍ତ ତେଣୁ ଏ ଭାବ ପୁରୁଷଙ୍କୁ ନେଇ ଆଜି ମଣିଷ ଭିତରେ ସେ ଭାବିଙ୍କୁ ନେଇ ମଣିଷ ଭିତରେ ସେ ବିଶ୍ୱାସ ସ୍ଥାପନ ହେଇଛି ଆଉ ବିଶ୍ୱାସ ଗୋଟେ ପଥର ଉପରେ ସିନ୍ଦୁର ମାରିଦେଲେ ବା କାଠରେ ସିନ୍ଦୁର ମାରିଦେଇ ଧୂପ ଦୀପ ଦେଇ ତୁଳସୀ ବେଲପତ୍ର ଚଢ଼େଇଲେ ତାହା କିନ୍ତୁ ବିଶ୍ୱାସ ହୁଏ ନା ବିହିତ ସତ୍ତା ପୋଷଣୀ ଅନୁଚର୍ଯ୍ୟାରେ ଜୀବନକୁ ସାମର୍ଥ୍ୟବାନ କରି ତୋଳିବା ହେଉଛି ବିଶ୍ୱାସ ମୁଁ ବିଶ୍ୱାସ କରେ କିନ୍ତୁ ତା ଚଳନରେ ମୋ ଅଭ୍ୟସ୍ତ ଭିତରେ ମୋ ଭିତରେ ସେ ପୁରୁଷାକାର ସୃଷ୍ଟି ହେଇପାରେ ନା ମୋ ଭିତରେ ସେଇ ମହାନତା ସୃଷ୍ଟି ହେଇପାରେ ନା ମୋର କର୍ମ ପ୍ରେରଣା ସୃଷ୍ଟି ହେଇପାରେ ନା ମୁଁ ତାର କଥା ନୀତି ନିୟମକୁ ମାନି ଚାଲିବା ପାଇଁ ତେଣୁ ସେଇଥିପାଇଁ ସେ ଭାଗବତ ପୁରୁଷ ଆଜି ମଣିଷ ଭିତରେ ସୃଷ୍ଟି କରିଦେଇ ଯାଇଛନ୍ତି ସେଇ ଚେତନା ସେ ନାମର ଚେତନା ସେଇଥିପାଇଁ ଶାସ୍ତ୍ର କହେ ଗୁରୁ ବଚନ ଦୃଢ଼ କରି ଆଚାର୍ଯ୍ୟ ଭାବେ ପୂଜା କରି ଆଉ ଦକ୍ଷିଣା କରି ସର୍ବଧନ ତୋଷିବ ଆଚାର୍ଯ୍ୟଙ୍କ ମନ ଭାଗବତର କଥା ଶ୍ରୀ ଠାକୁର ସେଇ କଥା କହିଦେଲେ ସେ କୃଷ୍ଣଚନ୍ଦ୍ର ଦେଶାଇ ଯେ ଠାକୁରଙ୍କର ଜଣେ ଭକ୍ତ ସେ କହୁଛନ୍ତି ଯେ ଠାକୁର ଆପଣଙ୍କର ମୁଁ ଦେଖୁଛି ସତ୍ସଙ୍ଗରେ କେତେ କେତେ ମହାନ ଲୋକ ଯେ ସମସ୍ତେ ନିଜ ନିଜର ପ୍ରଫେସନ ନିଜ ନିଜର ମାନେ କର୍ମଧନ୍ଦାରେ ବୁଲୁଛନ୍ତି କିନ୍ତୁ ଜଣେ ଜଣେ ଜ୍ଞାନୀର ପାହାଡ଼ ଜଣେ ଜଣେ ଅତ୍ୟନ୍ତ ତାଙ୍କର କୁଛ ସାଧନା ନାହିଁ କି କିଛି ନାହିଁ ସେମାନେ ବହୁତ ଜ୍ଞାନର ଅଧିକାରୀ ଆଉ କ'ଣ ଏଇଟା କାରଣ କ'ଣ ଠାକୁର କହିଲେ କାରଣ ହେଉଛି ମୁଁ ଗୋଟେ କ୍ୟାପସୁଲ ଦେଇଯାଇଛି ସର୍ବ ଜ୍ୱାଳା ଯନ୍ତ୍ରଣାର ଉପଶମର କ୍ୟାପସୁଲ ଏଇ ଜୀବନର ନନ୍ଦିଘୋଷ ଗଡ଼ିବାର ଯୋଉ କ୍ୟାପସୁଲ ଏଇ ମରଣ ଅନଳ ଜଳେ ଅଶାନ୍ତ ମନନ ତଳେ ଯୋଉ ଜ୍ୱାଳା ଯନ୍ତ୍ରଣା ଭିତରେ ମଣିଷ ବଞ୍ଚି ରହିଛି ସେ କ୍ୟାପସୁଲ ହେଉଛି କମ୍ୟୁନିକେସନ ୱିଥ ଦ ୟୁର ସେଲ୍ଫ ପ୍ରଥମେ ନିଜକୁ ଚିହ୍ନ ଦ୍ୟାଟ୍ ଇଜ କଲ୍ଡ ଯଜନ କେତେଟୁକୁ ମୁଁ ଯଜନ କରେ କେତେଟୁକୁ ନାମ ଧ୍ୟାନ କରେ କେତେଟୁକୁ ମଣିଷ କଥା ମୁଁ ଶୁଣେ କେତେଟୁକୁ ମଣିଷ କଥା ଜାଣିବାକୁ ଚେଷ୍ଟା କରେ ସେ ଠାକୁରଙ୍କ 30,000 ପୃଷ୍ଠାର ବାଣୀକି କେତେ ମୁଁ ଦଖଲ କରିଛି କେତେ ମୁଁ ଆୟତ୍ତ କରିଛି ଜୀବନଚର୍ଯ୍ୟା ଭିତରେ ଦେଇ ଆଉ କମ୍ୟୁନିକେସନ ୱିଥ ଦ ଏନଭାରନମେଣ୍ଟ ଯାହାକୁ ଆୟତ୍ତ କଲୁ ଯାହାକୁ ତୁ ଜାଣିଲୁ ତୁ ୟାକୁ ନିହାତି କମ୍ୟୁନିକେସନ ୱିଥ ଏନଭାରନମେଣ୍ଟ that is called ଯାଜନ ମୁଁ ଜଗନ୍ନାଥଙ୍କୁ ଭଲ ପାଏ ମୁଁ ଦାରୁ ବ୍ରହ୍ମଙ୍କୁ ଭଲ ପାଏ ଦେବଦେବ ମହାଦେବଙ୍କୁ ଭଲ ପାଏ ନଗଲେ ମୋର ମନଟା ବିଗିଡ଼ି ଯାଏ କିନ୍ତୁ ଜୀବର ତାକତ ନାହିଁ ମୋର ପିତୃପୁରୁଷଗତ ଶୁଭ ସଂସ୍କାର ଭାଇ ରକ୍ତଧାରା ଭିତରେ ଏଇଭଳି ତେଜ ନାହିଁ ମୁଁ ଦିନେ ସେ ଦେବଦେବ ମହାଦେବଙ୍କ କଥା ଛାତି ଖୋଲି ମୋ ପରିବେଶରେ କହିବା ପାଇଁ ଦାରୁ ବ୍ରହ୍ମ ଜଗନ୍ନାଥର କଥା କହିବା ପାଇଁ ହେଇପାରେ ନା ଲଭ୍ ଇମ୍ପାର୍ଟାବିଲିଟି ଭଲ ପାଇବାର ଟାଣ କର୍ମେ ଆଣେ ସବଳତା ଜୀବନ ଉତ୍ଥାନ ପରମ ଦୟାଲ ପରମ ପୁରୁଷ ଦୟା କରି ମୋତେ ଧରେଇ ଦେଇଛନ୍ତି ଦ କମ୍ୟୁନିକେସନ ୱିଥ ଦ ସୁପ୍ରିମ ଫାଦର ଏଇ ଭଲ ପାଇବାର ଟାଣ କର୍ମେ ଆଣେ ସବଳତା ଜୀବନ ଉତ୍ଥାନ ମୋତେ ଯୋଗସୂତ୍ର କରେଇ ଦେଇଛନ୍ତି ଗୁରୁ ବଚନ ଦୃଢ଼ କରି
ଆଚାର୍ଯ୍ୟ ଭାବେ ପୂଜା କରି ଦକ୍ଷିଣା କରି ସର୍ବଧନ ତୋଷିବ ଆଚାର୍ଯ୍ୟଙ୍କ ମନ। ଧିକ୍ ମୋର ଜୀବନ, ଧିକ୍ ମୋର ମାନବ ପଣିଆ। ଆଜି ଗୁରୁ ତ ନାହିଁ, ଗୁରୁ ନାହିଁ, ଆଉ ଯଦି ବା ଗୁରୁ ଅଛି ଗୁରୁ ଦକ୍ଷିଣାଟା ମୁଁ ଦିଏ ନା। ଇଷ୍ଟାନ ଭୋଗାନ ବୋଦେବା ଦାସ୍ୟନ୍ତ ଯଜ୍ଞ ଭାବିତାହା ତଦରିତ ନ ପ୍ରପର୍ତ୍ତଭ୍ୟ ଯୋଉ ଭକ୍ତ ସ୍ଥାନ ସେ ସଏବ। ହେ ଅର୍ଜୁନ, ଯେ ଇଷ୍ଟଙ୍କର ଭୋଗକୁ ଯତ୍ନର ସହିତ ଏ ପ୍ରତ୍ୟୁଷରୁ ଅର୍ପଣ କରିପାରେ ନା, ସେ କିନ୍ତୁ ପାପ ଭକ୍ଷଣ କରେ, ସେ ଚୋର। ଗୀତାର କଥା। ତେଣୁ ସେଇ ଦକ୍ଷିଣାଟା ମତେ ଦୟାକରି ଜୀବନ ପାଖରେ ମୁଁ ଚିରଋଣୀ। ପରମ ଦୟାଲ ମତେ ସେଇ ଦେଇଛନ୍ତି ଅଧିକାର ପବିତ୍ର ଇଷ୍ଟଭୃତି। ସେଇ ଇଷ୍ଟଭୃତିକୁ ପାଥେୟ କରି ମଣିଷ ଭିତରେ ଭାବ ଆସିଛି, ବୋଧ ଆସିଛି, ଜ୍ଞାନ ଆସିଛି। ଏଭଳି ଗୋଟେ ଜଗତରେ ମଣିଷ ନାହିଁ ମତେ ଦେଖେଇ ଦେଇପାରିବେ ଠାକୁରଙ୍କର ପାହାଡ଼। ସେ ଠାକୁରଙ୍କର ଦର୍ଶନରେ ତୁମ୍ବି ତୁଫାନ ସୃଷ୍ଟି କରିପାରେ, କିନ୍ତୁ ସେ ଇଷ୍ଟଭୃତି କରେ ନା। ଏଭଳି ଜଗତରେ ମଣିଷ ବିରଳ। ସେଦିନ ଗୁରୁଦାସ ସିଂ ଠାକୁରଙ୍କ ପାଖକୁ ଆସି ବସିଛନ୍ତି। କହୁଛନ୍ତି ଠାକୁର କହୁଛନ୍ତି, ଏ ସତ୍ସଙ୍ଗ ଯାଇଥିଲୁ କେତେ ଦୀକ୍ଷା ହେଲା? ନା ଠାକୁର 20ଟି ଦୀକ୍ଷା ହେଲା। କହିଲେ ଖୁବ ଭଲ, ଖୁବ ଭଲ। କହିଲେ ନା, ଠାକୁର ଗୁରୁଦାସ ସିଂ କହୁଛନ୍ତି ଠାକୁର 20ଟି ଦୀକ୍ଷା ହେଲା ସିନା, କିନ୍ତୁ ବସିଥିଲେ ପ୍ରାୟ 50-60 ଜଣ ଲୋକ। ସମସ୍ତେ ଆଗ୍ରହ ମୋ ଯାଜନରେ ଆପ୍ୟାୟିତ ହୋଇଗଲେ। ସତ୍ସଙ୍ଗ ପରେ ସମସ୍ତେ ବସିଗଲେ ଦୀକ୍ଷା ନମୁ, ଗୁରୁ ଗ୍ରହଣ କରିମୁ। କିନ୍ତୁ ଯେତେବେଳେ ମୁଁ କର୍ତ୍ତବ୍ୟର କଥା କହିଲି, ତୁମେ ଟିକେ ସକାଳୁ ଉଠିବ, ଏଇ ଗୁରୁ ମନ୍ତ୍ର ଜପ କରିବ, ଏଇ ତାପରେ ତାର କଥା ଟିକେ କହିବ, ଆଉ ତୃତୀୟ ନମ୍ବର ଯେତେବେଳେ କମ୍ୟୁନିକେସନ ୱିଥ ସୁପ୍ରିମ ଫାଦର, ଏଇ ପବିତ୍ର ଇଷ୍ଟଭୃତି କଥା କହିଲି, ଗୋଟିଏ ପରେ ଗୋଟିଏ ଉଠି ଚାଲିଗଲେ। ଶେଷରେ 20 ଜଣ ଲୋକ ରହିଲେ। ଦାମୀ ଲୋକ ସବୁ ଉଠି ଚାଲିଗଲେ। ଦାମୀ ଲୋକ, ପ୍ରତିଷ୍ଠା ପ୍ରତିଷ୍ଠାବାନ ଲୋକ ସବୁ ଉଠି ଚାଲିଗଲେ। ଆଉ ଏଇ 20 ଜଣ ଦୀକ୍ଷା ନେଲେ। ଠାକୁର ସେଇ କଥା ହିଁ କହିଲେ, আমি শালা জ্ঞানী মানুষ চাই না, আমি অজ্ঞানীকে নিয়ে বাজিমাত করিব। আমি সকলের ইচ্ছা তোদের ঢুকিয়ে দিয়েছে, এখন ইচ্ছা তোমার। একটু পথে সব চূর্ণ করে ফেলবে। শালা তুই বাতাসের আঘাত সহ্য করতে হবে না। তুই শালা আমার বুদবুদ আমার কাছে লয় হয়ে যাবে। তু মোর পানি ফোটকা, ମୋ শরীর তৈরি হয়েছু, ମୋ শরীর তু সৃষ্টি হয়েছু, মোর ভিতরে লয় হয়ে যাবু। ঝড় বাতাসের আঘাত সহ্য করতে হবে না। ମୁଁ ଜ୍ଞାନୀ ମଣିଷ ଚାହେଁ ନା। ଆଉ ସେଦିନ ସେ ଗୁରୁଦାସ ସିଂ କହୁଛନ୍ତି, କହିଲେ ଠାକୁର ମୋର ଗୋଟିଏ ସଜେସନ, ଅନେକ ମଣିଷ ଆପଣଙ୍କ ପାଖକୁ ଆକୃଷ୍ଟ ହେବେ, ଜଗତଟା ଆକୃଷ୍ଟ ହେଇ ପଡିବ, କିନ୍ତୁ ଯଦି ଆପଣ ଗୋଟିଏ କଥା ଏଇ ପବିତ୍ର ଇଷ୍ଟଭୃତିଟାକୁ ବନ୍ଦ କରିଦିଅନ୍ତି, ଆଉ ସବୁ ଠିକ ଅଛି। ଠାକୁର ସେଦିନ ମର୍ମାହତ ହେଇଗଲେ। କହିଲେ ତୁ ମତେ ଶେଷରେ ଜ୍ଞାନ ଦେବାକୁ ଚାହୁଁଛୁ। ଠିକ କିଛି ଦିନ ପରେ ସେ ଗୁରୁଦାସ ସିଂର ପାଦରେ ଗୋଟେ ଫୋଟକା, ଆପଣ ବହୁ ଜ୍ଞାନୀ ମଣିଷ ଜାଣିଛନ୍ତି, ଗୋଟେ ପାଦରେ ଫୋଟକା ହେଲା। ସେ ଫୋଟକାଟା ସଂକ୍ରମିତ ହୋଇ ଆଣ୍ଠୁ ପର୍ଯ୍ୟନ୍ତ ଆସିଲା। ପୂଜ ପାଣିରେ ପଚି ସଢି ଗଲା। ଯଦି ଗୋଟେ ଭକ୍ତ ତା ଭିତରେ ବିକୃତି କିଛି ପଶିଯାଏ, ତା ଭିତରେ ଅନାର୍ଯ୍ୟତା କିଛି ପଶିଯାଏ, ସେ ଯୋଉ ସ୍ତରରେ ବି ହଉ, ଯୋଉ ଚିନ୍ତା ଭାବନାରେ ହଉ, ଅନେକ ସତ୍ସଙ୍ଗ ପ୍ଲାଟଫର୍ମରେ ଅନେକ ପ୍ଲାଟଫର୍ମ ପଡିଛି, ବିଭିନ୍ନ କାମ ଦାମ ଦେଇ ମଣିଷ ସାମିଲ ଅଛନ୍ତି। ଯୋଉଠି ବି ବିକୃତି ଢୁକି ଯାଉ ମଣିଷ ଛିଣ୍ଡି ପଡିବ। ଆପଣ କଣ ବୁଝନ୍ତି ମୁଁ ଜାଣେ ନା। ଏଇ ଛୋଟିଆ ଜୀବନ ଭିତରେ ପିଲା ବୟସରୁ ଆଜି ପର୍ଯ୍ୟନ୍ତ ମୁଁ ଦେଖି ଆସିଛି, ଠାକୁରଙ୍କୁ ଯିଏ ଭଲ ପାଇଛି, ଟିକେ କରିଛି, ନିଷ୍କପଟ ଭାବରେ, ନିର୍ଲୋଭ ଭାବରେ, ଟିକେ ବି କପଟତା, ଟିକେ ବି ଟିକେ ବି ଯଦି କିଛି ଥାଏ ଛିଟିକି ପଡେ, ସ୍ରୋତରେ ସାମିଲ ହେଇପାରେ ନା। ସେତେବେଳେ ଦେଖାଯାଇଛି ଠାକୁର ଅନୁକୂଳ ଚନ୍ଦ୍ର ସଭାରେ ଗିଧିନିରେ କେତେ ସତ୍ସଙ୍ଗ ଅନୁଷ୍ଠାନ ତିଆରି ଉଠିଥିଲା, ସେ ଛିନକି ଚାଲି ଯାଇଛି, ତାର ନାହିଁ। ଆଜି ମଧ୍ୟ ସେଇଆ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇ କଥା ସାବ୍ୟସ୍ତ କରିଦେଇ ଗଲେ। ଆଉ ସେଦିନ ଗୁରୁଦାସ ସିଂ ଦେଖୁଛି ତାର ଗୋଡ ସବୁ ମାଂସ ଛଡି ପଡୁଛି, ଗୋଡ କଟା ହବ, ମେଡିକାଲ ସାଇନ୍ସ କହୁଛି, ନହେଲେ ସଂକ୍ରମିତ ହେଇଯିବ ଦେହ ସାରା। ତାଙ୍କର ବଡ ଭାଇ ହରିଦାସ ସିଂ ଆସି କହୁଛନ୍ତି, ଠାକୁର ଭାଇର ଅବସ୍ଥା ଏଇଆ। ଠାକୁର କହୁଛନ୍ତି, ଏ ମତେ ଦିଏ 10 ଟଙ୍କା। ତାପରେ କିଛି କହିନାହାନ୍ତି, ଫେରି ଯାଇଛନ୍ତି। ତାପର ଦିନ କହୁନାହାନ୍ତି, ଭାଇର କଥା କହିବାର ସୁଯୋଗ ଦଉନାହାନ୍ତି, ଖାଲି ଜାଣିଛନ୍ତି ଭାଇର ଅବସ୍ଥା ଏଇଆ। ଆଉ ତାପରେ ମାଗିଛନ୍ତି 10 ଟଙ୍କା 10 ଟଙ୍କା। 15 ଦିନ ପରେ ଦେଖାଯାଇଛି, ଠାକୁର କହୁଛନ୍ତି ଯା ଏବେ ତୁ ପଳା। କହିଲେ ଠାକୁର କୋଉଠିକି ଯିବି? ନା କହୁଥିଲୁ ତୋର ଭାଇର ଗୋଡ ଅପରେସନ କରିବୁ। କହିଲେ ନା ଠାକୁର ଭାଇର ମୁଁ ଦେଖୁଛି ପଚା ମାଂସ, ସବୁ ମାଂସ କୌଣସି ନୂଆ ମାଂସ କୌଣସି ଆସୁଛି। ଆଉ ଦେଖାଯାଇଛି ଯେ ମଣିଷ ଭିତରେ ସେଇ
ତା ଭିତରେ ସେଇ ପୂଜ ପାଣିଟା ନଷ୍ଟ, ପୂଜ ପାଣିଟା ଗଡ଼ିବା ବନ୍ଦ ହେଇଯାଇଛି, ଆଉ ବିଶେଷ କିଛି ତା ଭିତରେ ପ୍ରତିକ୍ରିୟା ନାହିଁ। ମୋର ମନେ ହୁଏ ଆଉ ବୋଧେ ମେଡିକାଲ ଯିବାକୁ ପଡିବ ନାହିଁ। ଠାକୁର କାହିଁକି ଏହା କିଭଳି ସମ୍ଭବ ହେଲା? ନା ଠାକୁର କହୁଛନ୍ତି ଦେଖ ମୁଁ କିଛି ଜାଣେ ନା, ସବୁ ପରମ ପିତାଙ୍କର ଇଚ୍ଛା, ପରମ ପିତାଙ୍କ ଇଚ୍ଛାରେ ସବୁ କିଛି ଦୁନିଆରେ ସଂଗଠିତ ହୁଏ। ଆଉ ମୋର ଅନୁଭବ, ଠାକୁର ସେଦିନ ତାଙ୍କର ବଡ ଭାଇ କହୁଛନ୍ତି ତୁମେ ଯୋଉ କହୁଥିଲ ମତେ ଯିଏ ଠାକୁର ମତେ 10 ଟଙ୍କା ମରି 15 ଦିନ ନେଇକି 150 ଟଙ୍କା ନେଲ, ଏକା ବେଳକୁ ଯଦି ମୁଁ 150 ଟଙ୍କା ଦେଇଥାନ୍ତି ତାହେଲେ ମୋ ଭାଇ ଏତେ ଭୋଗିବାକୁ ପଡିନଥାନ୍ତା। ଠାକୁର କହିଲେ ନା, ତା ନୁହେଁ। କର୍ମଫଳ କାଟିବାର ଗୋଟେ ସମୟ ଅଛି, ସାଧନା ଅଛି, ତପସ୍ୟା ଅଛି। ଚାଲିଛି ଏକ ବିରାଟ ସାଧନା, ବିଶ୍ୱ ବକ୍ଷେ ରାତ୍ର ଦିବା କ୍ଷିତି ଆପତେଜ ମରୁତବ୍ୟମ ଆସିଛି ଆଉ ଶଙ୍କା କିବା କିଏ ଯାବେରେ ଆ ଛୁଟିଆ ଆର୍ଥ କିରେ ଦୁଃଖ ଭୋଗେ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ମୁଁ ଆସିଛି ଧର୍ମ ସ୍ଥାପନ କରିବା ପାଇଁ। କିଏ ଦୁଃଖୀ ରଙ୍କି ଯେ କେହି ଅଛି ଦୁଷ୍ଟ ମଣିଷ, ଆଜି ସେଇ ଧାରା ଭିତରେ ବିରାଟ ସାଧନା ଚାଲିଛି। ନିତ୍ୟ ନୈମିତ ଦୁଇଓଳି ପ୍ରାର୍ଥନା, ପବିତ୍ର ଇଷ୍ଟଭୃତି କମେଇ ଯୋଉ କ୍ୟାପସୁଲ ମୁଁ ଦେଇଗଲି, ଜଗତର ସମସ୍ତ ଜ୍ୱାଳା ଯନ୍ତ୍ରଣାକୁ ସେ ପ୍ରତିହତ କରିପାରିବ। ତେଣୁ ମଣିଷ ଆଜି ତାକୁ ବୁଝେ ନା, ଜାଣେ ନା, ସେଇଥିପାଇଁ ଆଜି ଦୁଃଖ ଭୟ। ତେଣୁ ଗୋଟିଏ ସମ୍ଭବ, କେବଳ ଗୋଟିଏ କଥା ସେ କହିଗଲେ, ଇଷ୍ଟ ଗୁରୁର ସ୍ୱାର୍ଥ ରକ୍ଷା ପ୍ରାଣ ଗଲେ ବି ଛାଡ଼ିବୁ ନାହିଁ। ଯେତେ ବିରୁଦ୍ଧ ପରିବେଶ ଆସୁ, ପ୍ରାକୃତିକ ପରିବେଶ ଆସୁ, କୃତ୍ରିମ ପରିବେଶ ସୃଷ୍ଟି ହଉ, କେହି ତତେ ଛଳନାରେ ବି କୋଉ ଜାଗାରେ ତତେ ନେଇକି ତା ଭିତରେ ରଖିଦିଅନ୍ତୁ, କିନ୍ତୁ ଗୋଟିଏ ସ୍ୱାର୍ଥ, ଇଷ୍ଟ ଗୁରୁର ସ୍ୱାର୍ଥ ରକ୍ଷା ପ୍ରାଣ ଗଲେ ବି ଛାଡ଼ିବୁ ନାହିଁ। ସବୁ ପାପରୁ ତରି ଯିବୁ, ଋଷିଙ୍କ ବାଣୀ ବୁଲିବୁ ନାହିଁ। ଯୋଉ ମୁନି ଋଷି, ସାଧକ ତପସ୍ୱୀ, ଅନୁଭବର ମଣିଷ, ଧର୍ମକୁ ଯେ ଜୀବନରେ ବଞ୍ଚିବା ବଢିବାର, ଏ ବୃଦ୍ଧି ପ୍ରାପ୍ତ ହବାର ଯୋଉ ନିୟମ ମାନିଛନ୍ତି ଏବଂ ହାତ ଧରି ଚଳେଇ ଦଉଛନ୍ତି, ସେଇ ରାସ୍ତା ହିଁ ମୋ ପାଇଁ ରାଜରାସ୍ତା। ସେଇଥିରେ ମତେ ଜାଣିବାକୁ ହବ, ବୁଝିବାକୁ ହବ, ଆଉ ଆଚରଣ କରି ଦେଖେଇ ଦେଇଥିବାରୁ ସିଏ ହଉଛନ୍ତି ଆଚାର୍ଯ୍ୟ। ସେ ହଉଛନ୍ତି ଆଚାର୍ଯ୍ୟ। ପୂଜ୍ୟ ଅବିନ୍ଦା କହୁଛନ୍ତି ଯାହାଙ୍କୁ ଜାଣିଲେ ଆଉ ଜାଣିବା ବାକି ରହେ ନା, ଯାହାକୁ ଚିହ୍ନିଲେ ଜଗତର ସମସ୍ତଙ୍କୁ ଚିହ୍ନି ହୁଏ, ଆଉ ଯାହାଙ୍କ ପ୍ରତି ଭଲ ପାଇଲେ ଜଗତର ସମସ୍ତ ମିଥ୍ୟା ଭଲ ପାଇବା, ଛଳନା ଭଲ ପାଇବା, ସ୍ୱାର୍ଥଯୁକ୍ତ ଭଲ ପାଇବା ଉକୁଟି ଉଠି ପରିଶୁଦ୍ଧତା ଲାଭ କରେ ଗତାନୁଗତିକ ତାର ଚଳନୀର ଅଭ୍ୟସ୍ତ ସଂସ୍କାର ଭିତରେ ଦେଇ। ଆଉ ସେ ହିଁ ମୋର ପରମ ଦୟାଲ। ଆଉ ସେଇ ପରମ ଦୟାଲଙ୍କୁ ଚିହ୍ନିବା ପାଇଁ ଯୁଗେ ଯୁଗେ ସେ ଜାଣିଥିବା ମଣିଷ, ଚିହ୍ନିଥିବା ମଣିଷ, ଯାହାଙ୍କୁ ଚିହ୍ନିଲେ, ଜାଣିଲେ, ବୁଝିଲେ, ଭଲ ପାଇଲେ ସେ ପରମ ଦୟାଲଙ୍କୁ ଚିହ୍ନି ହୁଏ। ସେ ହଉଛି ଆଚାର୍ଯ୍ୟ। সব তপরে একটি পথ আচার্য নিষ্ঠা অনুসরণ, সেই পথরে বোধটি গজায় ধরে করে পায়ে তেমন। জগতের ଆଉ କିଛି ନାହିଁ। ଆଉ ତାଙ୍କୁ ଖୁସି କରିବା ମାନେ, ତାଙ୍କ ସ୍ୱାର୍ଥରେ ସ୍ୱାର୍ଥାନ୍ୱିତ ହବା ମାନେ ଭଜନଟେ ଗାଇଦବା ନୁହେଁ, କୀର୍ତ୍ତନଟେ କରିଦବା ନୁହେଁ, ଯାଜନ କରିବା ନୁହେଁ, ତାର ମନ୍ଦିର କାମ କରିବା ନୁହେଁ। ଯାହା ବି ତୁମେ କର ନା କାହିଁକି, ଶ୍ରୀ ଶ୍ରୀ ଠାକୁର ସେଦିନ ଏଇ ପବିତ୍ର ଦିବାଲୋକରେ ଘୋଷଣା କରିଗଲେ, ମୋ ନାମରେ ଅନେକ ସତ୍ସଙ୍ଗ ଅନୁଷ୍ଠାନ ଉତ୍ସବ ତିଆରି ହବ, କେତେ ମନ୍ଦିର ମୋ ନାଁରେ ତିଆରି ହବ, କିନ୍ତୁ ମୁଁ ଚାହେଁ ତୁମ ମାନଙ୍କର ଶରୀର, ତୁମ ମାନଙ୍କର ଦେହ, ତୁମ ମାନଙ୍କର ମନ, ପ୍ରାଣ, ପରିବେଶ, ପରିସ୍ଥିତି, ସଂସାର ପ୍ରତ୍ୟେକଟି ଚଳମାନ ମନ୍ଦିର ହେଇ ଉଠୁ। ଯୁଗ ଯୁଗ ଧରି ମୁଁ ତୁମର ସନ୍ତାନ ସନ୍ତତି ଭିତରେ ବଞ୍ଚିବାକୁ ଚାହେଁ, ଖାଦ୍ୟରେ, ପେୟରେ, ଚାଲିରେ, ଚଳନୀରେ, ଆଚାରରେ, ବ୍ୟବହାରରେ। ନହେଲେ ଏଇ ସଂଘ ଥିବ, ଧର୍ମ ବିଲୁପ୍ତ ହେଇଯିବ। ଯାଇଛି ଅନେକ, ଜୀବ ମଧ୍ୟ ଅନେକ। এখন এ বার্তা করতে হবে না, এথর ମୁଁ তা କରିବାକୁ ଦେବି ନାହିଁ। କାରଣ ମୁଁ ସୃଷ୍ଟି କରି ଦେଇଗଲା ଆଚାର୍ଯ୍ୟ ପରମ୍ପରା, ଯୋଉ କ୍ୟାପସୁଲ ଦେଇଗଲି ଯଜନ ଯାଜନ ଇଷ୍ଟଭୃତି ସ୍ୱସ୍ଥୈନୀ ସଦାଚାର, ସେଇ ଶଙ୍ଖ ତୁମ ଭିତରେ ଗର୍ଜି ଉଠୁ, ଦୃଷ୍ଟ ବୁଦ୍ଧିକି ଦମନ କରୁ, ଆଉ ତୁମର ସେଇ ଚକ୍ର, ସୁଦର୍ଶନ ଚକ୍ର, ସୁଦର୍ଶନ ପ୍ରତ୍ୟେକଟି ଶତ୍ରୁ ମିତ୍ର ନିର୍ବିଶେଷରେ, ପ୍ରତ୍ୟେକଟି ମଣିଷ ନିର୍ବିଶେଷରେ ମଣିଷ ଭିତରେ ସୁଟାକୁ ଦେଖିବାକୁ ଚେଷ୍ଟା କର, ତାର କୁବୁଦ୍ଧିଟାକୁ ନଜରକୁ ଆଣ ନା। ମଣିଷ ସଂକ୍ରମିତ ହେଇଯିବ, ସେଇ ଦଂଶନରେ ସେ ଦଂଶିତ ହବ, ତା ଭିତରେ ସେ କାମ କ୍ରୋଧ ମଦ ଲୋଭ ତାର ଯୋଉ ଅବଗୁଣା ଗୁଡାକ ତା ଭିତରେ ସେ ଚାଲି ଆସିବ। ତେଣୁ ତୁମର ସେଇ ଚକ୍ର
ସେଇ ସୁଦର୍ଶନ ଚକ୍ର ସେଇ ବୁଦ୍ଧିକୁ ଟିକି ଟିକି କରି ଖିନଭିନ କରି ନଷ୍ଟ କରିଦଉ। ଶଙ୍ଖ ଚକ୍ର ଗଦା ତୁମର ଗଦା ହଉଛି ମୋର ଏୟା ତୁମର ଗୁରୁ ଗମ୍ଭୀର ବାଣୀରେ ତୁମେ ଶତ୍ରୁ ମିତ୍ର ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରି ଚଳ। ଟିକେ ଟିକେ କଥାରେ ମଣିଷ ଜଗତରେ କେହି ଶତ୍ରୁ ହେଇ କାହାର ସୃଷ୍ଟି ହେଇନାହିଁ, ଜନ୍ମ ହେଇନାହିଁ, କେହି ମିତ୍ର ହେଇ କେହି କାହାର ଜନ୍ମ ହେଇନାହିଁ। ପଦେ କଥା ମଣିଷକୁ ଆପଣାର କରିନିଏ, ପଦେ କଥା ମଣିଷର ଚରମ ଶତ୍ରୁ କରିଦିଏ, ତା ଜୀବନଟା ମଧ୍ୟ ନେଇଯାଏ। ମାତ୍ର ପଦେ କଥା। ସେଦିନ ମହାଭାରତ ଯୁଦ୍ଧରେ ଚଡ଼କ ପଡ଼ିଯାଇଛି, ଶାଗୁଣା ବିଲୁଆ କୁକୁରଙ୍କର ପୁରା ଗନ୍ଧରେ ଫାଟି ପଡୁଛି ନାକ। ଉନ୍ମୁକ୍ତ କେଶରେ ଦ୍ରୌପଦୀ ପାଗଳିନ ହେଇ ଛିଡା ହେଇଛି ଦେଖୁଛି। ହେ ପ୍ରଭୁ କଣ ହେଲା? ଏହି ସମୟରେ ପ୍ରିୟ ପରମ ପୁରୁଷୋତ୍ତମ ଲୀଳା ପୁରୁଷୋତ୍ତମ ସେଇ କୃଷ୍ଣଚନ୍ଦ୍ର ପଛପଟରୁ ଚାପି ଧରିଛନ୍ତି। ହେ ଦ୍ରୌପଦୀ କଣ ତୁ ଭାବୁଛୁ? କାନ୍ଦି ପକେଇଛି ଦ୍ରୌପଦୀ। ହେ ପ୍ରଭୁ ମତେ କୁହନ୍ତୁ, ଏଇ ଯୋଉ ବିନାଶ ହେଇଗଲା ଇଏ କଣ ମୋ ପାଇଁ? ମୁଁ ତ ଚାହିଁଥିଲି କେବଳ ଦୁଃଶାସନର ରକ୍ତରେ ମୋର ବେଣୀ ବନ୍ଧନ ହବ। ମୁଁ ତ ତାହା ଚାହିଁ ନଥିଲି, ମୁଁ କେବଳ ଦୁଃଶାସନକୁ ଚାହିଁଥିଲି। କହିଲେ ନା, ତୁମେ ମନେ ପକା ଯୋଉ ଦିନ କହିଦେଇଥିଲା ଏ ଅନ୍ଧପୁତ୍ର ଅନ୍ଧ, ସେ ଗୋଟିଏ ପ୍ରତିକ୍ରିୟାଶୀଳ ଭାଷା ତୁମକୁ ଆଜି ମହାଭାରତ ଯୁଦ୍ଧକୁ ଟାଣି ଆଣିଲା। ସେଇ ଠାକୁର ସେଇ ପାଇଁ ସଂଜ୍ଞା ଦେଇଗଲେ ଯେ ମଣିଷ ଯେ ଧରି ରଖେ ସତ୍ତା টাকে ତାଇ ତ ଅସଲ ଧର୍ମ, ଶିଷ୍ଟ ଚଳନ ଶିଷ୍ଟ କଥନ ତାଇ ତ ଧର୍ମର ମର୍ମ। ପଦେ କଥା କହି ମୁଁ ଶିଖେ ନା। ମୋ କଥାରେ ଜଣେ ଗୁରୁ ଭାଇ ମୋ ଠାରୁ ଦୂରେଇ ଯାଏ, ବାପା ମାଙ୍କ ଠାରୁ ମୋ ଠାରୁ ଦୂରେଇ ଯାଆନ୍ତି। ଏଇ ତ ମଣିଷର ପ୍ରକୃତି। ତେଣୁ ୟାକୁ ସଜାଡ଼ି ଦେବା ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇ କଥା କହିଛନ୍ତି। ଗଦା ତତେ ଗୁରୁ ଗମ୍ଭୀର ବାଣୀରେ ଗରିଆନ କରି ତଳୁ, ତୋ ଭିତରେ ଆଣୁ ମାନବିକତା, ତୋ ଭିତରେ ମଣିଷ ପଣିଆର ସ୍ୱାଭିମାନତା ଭରପୁର କରିଦଉ। ଆଉ ଶଙ୍ଖ ଚକ୍ର ଗଦା ପଦ୍ମ ତୋ ଭିତରେ ଆଣୁ ସ୍ତର୍ଯ୍ୟ ଧୈର୍ଯ୍ୟ ନମନୀୟତା କୋମଳତା ପଦ୍ମ ପରି ତୁ ବିକଶିତ ହେଇ ଚାଲ। ଏଇ ଧାରା ହିଁ ତୋର। ସେଇଦିନ ଆଚାର୍ଯ୍ୟ ଦେବ ସମୟ ହେଇଯାଇଛି, ସେଦିନ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଥିଲେ, କହିଲେ ଡିପ୍ରେସନ disturbs comes in the difference of your position. When the position is accepted, the disturb and depression go out. ସାରା ଜୀବନ ପାଇଁ ଚାଲିଯିବ। ମୁଁ ମୋର ସ୍ଥିତିହରା ଏଇଥିପାଇଁ। The feelings the foundation of the faith. If the feelings is less, the consistency is less. ମୋର ସ୍ଥିତି ଦୋହଲି ଯିବ, କନସିଷ୍ଟାନ୍ସି ମୋ ସ୍ଥିରତା ରହିବ ନାହିଁ। ମୋର ପୋଜିସନ ହଉଛି ଇଷ୍ଟ ସ୍ୱାର୍ଥ। ସେ ଇଷ୍ଟ ସ୍ୱାର୍ଥନିତ ହେଇ ମୁଁ ନିଜକୁ ସଜାଡ଼ି ଦିଏ, ଜୀବନରେ ଅସଜଡ଼ା କିଛି ରହିବ ନାହିଁ। ତେଣୁ ଆସନ୍ତୁ ପ୍ରିୟ ପରମଙ୍କ ପାଖରେ ପ୍ରାର୍ଥନା ଜଣାଏ, ଆପଣମାନେ ପ୍ରତ୍ୟେକ ସାଧକ ତପସ୍ୱୀ ଜଣେ ଜଣେ ପାହାଡ଼ ଅନୁଭବୀର ପାହାଡ଼ ମଣିଷ ଆପଣଙ୍କର ସାର୍ବିକ ମଙ୍ଗଳ ପ୍ରିୟ ପରମଙ୍କ ପାଖରେ ପ୍ରାର୍ଥନା କରେ। ସୁଖରେ ଥାନ୍ତୁ, ଶାନ୍ତିରେ ଥାନ୍ତୁ। ଏ ନବବର୍ଷଟି ଆପଣମାନଙ୍କର ସେଇ ଚିନ୍ତା ଚେତନାର ବର୍ଷ ହେଇ ଉଠୁ। ନବବର୍ଷ ମୋର ଏଇ 26, 27, 28, 29, 30 ନବବର୍ଷ ନୁହେଁ, ସେଇଦିନ ମୋର ନବବର୍ଷ ଯୋଉଦିନ ପ୍ରିୟ ପରମଙ୍କର ହାତ ଧରି ହାତ ସହିତ ହାତ ଛନ୍ଦି ହେଇଯାଇଥିଲି, ପବିତ୍ର ସତ୍ମନ୍ତ୍ର ମନ୍ତ୍ରାହିତ ହେଇଯାଇଥିଲି। ତାଙ୍କର ସ୍ପନ୍ଦନ ମୋ ଭିତରେ ସ୍ପନ୍ଦନାୟିତ ହେଇଥିଲା, ତାଙ୍କର ନାମର ରେଣୁ ମୋ ଭିତରେ ସ୍ପନ୍ଦନାୟିତ ହେଇଥିଲା। ଆଜି ସେଇକୁ ନେଇ ଭିତ୍ତି କରି ମୋର ନୂତନ ଚେତନା, ନୂତନ ଉଦ୍ଦୀପନା, ନୂତନ ଉତ୍ସାହ ମୋ ଭିତରେ ବସା ବାନ୍ଧି ଯାଇ ପରିବେଶକୁ ତୃପ୍ତ କରୁଛି, ଶାନ୍ତ କରୁଛି। ଏହି ଆମର ନବବର୍ଷ। ତେଣୁ ଆପଣଙ୍କର ଏଇ ଚିନ୍ତା ଚେତନାଟି ବର୍ଷଟି ଶାନ୍ତି ସ୍ୱସ୍ତିରେ ଭରି ଯାଉ। ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ। ଜୟ ଗୁରୁ। ଆଉ ଟିକେ ସମୟ ବି ଥିଲା, ଆଉ ଯାହା ବି ହଉ, କିନ୍ତୁ ଏତିକି ସମୟ ଭିତରେ ତ ଏତେ ଗୁଡେ କଥା ସବୁ କହିଲେଣି। ଆଉ ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ପରଶୁରାମ ଦା ଠାକୁରଙ୍କ ସହ ପ୍ରତିନିଧି ସହିତ ପରଶୁରାମ ମାଣିକ ବିଭିନ୍ନ ଦିଗ ଦେଇକି ଆମ ସବୁ ଠାକୁରଙ୍କ କଥା ତୋଳି ଧରିଲେ। ଅନେଷ୍ଟି ଦ ବେଷ୍ଟ ପଲିସି, ସତ୍ୟାନୁସରଣ ବାଣୀ, ସେ କଥା ଆରମ୍ଭ କରି ସରଳ ସାଧୁତା ପରେ ଚତୁରତା ନାହିଁ, ସେ କଥାରୁ କଥା ଆରମ୍ଭ କରି ଆଉ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସେ ବୋଧେଶ ବିଳାସ ଯୋଉ କବିତା, ତାର କିୟଦଂଶ ତାରି ଭିତରେ ଆରମ୍ଭ କଲେ ସୃଷ୍ଟିର ରହସ୍ୟ, ବଞ୍ଚିବା ବଢିଆର ଧର୍ମ, ଆଉ ଧର୍ମ ଇଜ ଦ ଅପହୋଲ୍ଡର ଅଫ ଏକ୍ଜିଷ୍ଟେନ୍ସ, ଯେ ଆଚରଣ ବାକ୍ୟ କର୍ମ ବଞ୍ଚିବା ବଢିଆର ଉଚ୍ଚ ହୁଏ, ତାକୁ ହିଁ ଜାଣିବ ଧର୍ମ ବୋଲି, ନହେଲେ ଧର୍ମ କିଛି ନୁହେଁ। The laws and principles which uphold the existence is ଧର୍ମ। ତାକୁ ନେଇକି ସୁନ୍ଦର ଧର୍ମ ବ୍ୟାଖ୍ୟା କଲେ। ଆଉ ବମ୍ବେ ଏୟାରପୋର୍ଟର ଯୋଉ ଚିଫ ଇଞ୍ଜିନିୟର କୃଷ୍ଣ ଭାଇ ଦେଶାଇ ଠାକୁରଙ୍କୁ ଯୋଉ ପ୍ରଶ୍ନ କରିଥିଲେ,
ଯେତେ ବଡ ବଡ ଲୋକ ସବୁ ଅନେକ ଜ୍ଞାନର ଅଧିକାରୀ, କିନ୍ତୁ ଦେଖୁଛି ସରଳ ସରଳ ଭାବରେ ଯୋଉ ଧର୍ମର ଆଚରଣ, ପ୍ରକୃତ ଧର୍ମଟା କଣ, ଆଉ ଠାକୁର ଯୋଉ କଥା କହିଥିଲେ 3ଟା କ୍ୟାପସୁଲ କଥା କହିଥିଲେ ଆମର ସୌମ୍ୟ ପରଶୁରାମ ଭାଇ, ଯେ 3ଟା କ୍ୟାପସୁଲ, ଆଉ ସେଇ 3ଟା କ୍ୟାପସୁଲ ହଉଛି କମ୍ୟୁନିକେସନ ୱିଥ ୟୋର ସେଲ୍ଫ ଯଜନ, କମ୍ୟୁନିକେସନ ୱିଥ ଏନଭାରମେଣ୍ଟ ଯାଜନ, ଆଉ କମ୍ୟୁନିକେସନ ୱିଥ ସୁପ୍ରିମ ଫାଦର ଲା ଇଷ୍ଟପତି। ତାକୁ ନେଇ ସୁନ୍ଦର ଭାବରେ, ଆଉ ସେ ଇଷ୍ଟପତିକୁ ନେଇ ଗୁରୁଦାସ ସିଂଙ୍କର କଥା, ଆଉ ତାଙ୍କର ଯୋଉ ପ୍ରଶ୍ନ ଥିଲା, ତାଙ୍କର ପରବର୍ତ୍ତୀ ଅବସ୍ଥାରେ ତାଙ୍କର ଯୋଉ ଗୋଡରେ ଘା ହେଲା, ଗୋଡ କଟା ହେବା ପର୍ଯ୍ୟନ୍ତ କଥା ଆସିଲା, ପରବର୍ତ୍ତୀ ଅବସ୍ଥାରେ ଠାକୁର କିଭଳି ଉଦ୍ଧାର କଲେ, ଏବଂ ତାଙ୍କ ଭାଇ ହରଦାସ ସିଂ ଆସିକି ଯେତେବେଳେ ନିବେଦନ କଲେ 10 ଟଙ୍କା ଲେଖା ଠାକୁର ମାଗି ନେଲେ, ଏସବୁ କଥା ମଧ୍ୟ ଆମ ପାଖରେ ସବୁ ତୋଳି ଧରିଲେ। ଆମେ ଜାଣିଛେ ଅନେକ ସମୟରେ ଶୈକ୍ଷିକ ଇଷ୍ଟପତିଙ୍କ ପାଇଁ ମାତା ମନମୋହନ ଦେବୀ ମଧ୍ୟ ବିରୋଧ କରୁଥିଲେ, ଠାକୁରଙ୍କର ଗୁରୁ ଶିକ୍ଷା ଗୁରୁ ଶଶିଭୂଷଣ ମିତ୍ର ମଧ୍ୟ ବିରୋଧ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସମସ୍ତେ ସେ କଥାକୁ ଗ୍ରହଣ କରିନେଇଗଲେ, ବୁଝିଲେ। ଆଉ ତେଣୁ ଧର୍ମ ସଂସ୍ଥାପନ ସମ୍ଭବ ଆମେ ଯୁଗେ ଯୁଗେ ସେ ଆସନ୍ତି ଏବଂ ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ତେଣୁ ଏଥରକ ଆଉ ସେଭଳି କରିବାକୁ ଦବା ନାହିଁ ବୋଲିକି ଠାକୁର କହିଛନ୍ତି, ଯେ ଆମ ଉପରେ ସେଇ ଭରସା ରଖିଛନ୍ତି ଯେ ଏଥରକ ଯେ ଆଚାର୍ଯ୍ୟ ପରମ୍ପରା ସୃଷ୍ଟି କରିଦେଇ ଯାଇଛନ୍ତି। ଅନେକ ଗୁଡ଼ିଏ କଥା ସବୁ ତା ଭିତରେ ମହାଭାରତର କଥା ମଧ୍ୟ ତୋଳି ଧରିଲେ, ଯାହା ମାନେ ଆମର ସମ୍ମାନୀୟ ପରଶୁରାମ ତାଙ୍କର ସୁସ୍ଥ ସୁଦୃଢ଼ ନିରାମ ଜୀବନ ପାଇଁ, ତାଙ୍କ ପରିବାର ସମସ୍ତଙ୍କ ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା ଜଣେଇବା, ଯେମିତି ପ୍ରଭୁଙ୍କ କଥା କହିକି ଆମ ମନ ପ୍ରେରଣ ପୁଷ୍ଟ କରିଥାନ୍ତେ, ଏଇ ଧାରା ଇନ୍ଧନ ବ୍ୟାତ ଥାଉ, ଏହି ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଆଜ୍ଞା, ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ଆଉ ଆସନ୍ତା କାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଦୀପ ଭାଇ, ଠାକୁରଙ୍କ ସହପ୍ରତିନିଧି ଶ୍ରୀଯୁକ୍ତ ଶୁଭାଂଶଙ୍କର ପଣ୍ଡା, ଏବଂ ପ୍ରତି ସଂକ୍ରାନ୍ତି ଭଳି ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସମ୍ମାନୀୟ ବିଦୁଲତା ମା, ଶ୍ରୀମତୀ ବିଦୁଲତା ରାଉତ, ଏବଂ ଆମର ସଦ୍ୟ ପରିତୋଷ ଭାଇ, ଶ୍ରୀଯୁକ୍ତ ପରିତୋଷ ପାତ୍ର। ତା ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସଦ୍ୟ ମିତାଲି ମା, ଶ୍ରୀମତୀ ମିତାଲି ରଥ, ତାଙ୍କର ସୁପୁତ୍ର ଦ୍ୱିତୀୟଙ୍କର ସର୍ବଦା ମଙ୍ଗଳ ପାଇଁ। ଏବଂ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ସ୍ୱାମୀ ବିନୋଦ ଭାଇ, ବିନୋଦ ବିହାରୀ ସାହୁ, ତାଙ୍କ ଜନ୍ମଦିନ ଉପଲକ୍ଷେ। ଆଉ ସତ୍ସଙ୍ଗ ନିବେଦନ କରି ଆମର ସଦ୍ୟ ଜ୍ୟୋତି ମା, ଶ୍ରୀମତୀ ଜ୍ୟୋତିମୟୀ ସାହୁ। ଆସନ୍ତା କାଲି ସତ୍ସଙ୍ଗରେ ଆମେ ଯୋଗଦାନ କରିବା ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ। ଆଉ ବର୍ତ୍ତମାନ ଆମର ସଦ୍ୟ ସୁଭାଷ ଭାଇ, ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବେହେରା ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହବ। ଦାଦା ଜୟ ଗୁରୁ। ଜୟ ଗୁରୁ। ଜୟ ओ गो प्रिय परम रूपे तुमी आसिले धराय। 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 তোমার চরণ পরশ পেশরা ধন্য হয়ে যায়। তোমার চরণ পরশ পেশরা ধন্য হয়ে যায়। তোমার চরণ পরশ ধরা ধন্য হয়ে যায়। তোমার চরণ পরশ ধরা ধন্য হয়ে যায়। ওগো প্রিয় পরম রূপে তুমি আসিলে ধরায়। ওগো প্রিয় পরম রূপে তুমি আসিলে ধরায়। মানুষ ভালোবেসে কত আঘাত রয়েছ। মানুষ ভালোবেসে কত আঘাত রয়েছ। তাদের ভালো দেখবে বলে তুমি আকুল হয়েছ।
তাদের ভালো দেখবে বলে তুমি ঠাকুর হয়েছ। তোমার প্রেমের নদী সুকুল ভাবি দিবারাত বয়ে যায়। 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 বয়ে যায় 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 রে প্রেমের নদী, বয়ে যায় 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 রে প্রেমের নদী। তোমার প্রেমের নদী দুগুণ ভাবি দিবারাত বয়ে যায়। প্রেমের নদী দুগুণ ভাবি দিবারাত বয়ে যায়। প্রেমের নদী দুগুণ ভাবি দিবারাত বয়ে যায়। প্রেমের নদী দুগুণ ভাবি দিবারাত বয়ে যায় 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 রে প্রেমের নদী, বয়ে যায় 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 রে প্রেমের নদী। ও প্রিয় পরম রূপে তুমি আসিলে ধরা, ও প্রিয় পরম রূপে তুমি আসিলে ধরা। নাম এনেছ ধরায় নাম বিলালে সবাই। নাম এনেছ ধরায় নাম বিলালে সবাই। আবার দীক্ষা ধরি দিলেন ছেড়ে পূজার বয়ে যায়। আবার দীক্ষা ধরি ছিলেন ছেড়ে পূজার বয়ে যায়। কত পাপি পাপি নামের গুণে সাধু সন্ত হয়ে যায়। কত পাপি পাপি নামের গুণে সাধু সন্ত হয়ে যায়। কত পাপি পাপি নামের গুণে সাধু সন্ত হয়ে যায়। কত পাপি পাপি নামের গুণে সাধু সন্ত হয়ে যায়। হয়ে যায় 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 রে সাধু সন্ত, হয়ে যায় 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 রে সাধু সন্ত। কোন পাপি পাপি নামের গুণে সাধু সন্ত হয়। 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 হয়ে যায় 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 রে সাধু সন্ত, হয়ে যায় 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 রে সাধু সন্ত। প্রিয় পরম রূপে তুমি আসিলে ধরায়, প্রিয় পরম রূপে তুমি আসিলে ধরায়। মোরা করি প্রার্থনা যেন তোমায় ভুলি না। মোরা করি প্রার্থনা যেন তোমায় ভুলি না। তোমার প্রতি সাথে লাগুক মোদের সকল প্রেরণা। তোমার প্রতি সাথে লাগুক মোদের সকল প্রেরণা। এবার তুমি থাকলে সবাই থাকে, কথা কি ভুলা যায়। এবার তুমি থাকলে সবাই থাকে, সে কথা কি ভুলা যায়। এবার তুমি থাকলে সবাই থাকে, সে কথা কি ভুলা যায়। এবার তুমি থাকলে সবাই থাকে, সে কথা কি ভুলা যায়। ভুলা যায় 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 রে কথা কি ভুলা যায় 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 রে কথা কি। এবার তুমি থাকলে সবাই থাকে, কথা কি
তুমি থাকলে সবাই থাকে একতা কি তুমি থাকলে সবাই থাকে একতা কি তুমি থাকলে সবাই থাকে একতা কি যায় 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 রে গো থাকি ভোলা যায় 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 রে গো থাকি ও গো প্রিয় পরম রূপে তুমি আসিলে ধরা ও গো প্রিয় পরম রূপে তুমি আসিলে ধরা वंदे पुरुषोत्तमं वंदे पुरुषोत्तमं वंदे वन्दे पुरुषोत्तमं पुरुषोत्तमं वंदे वन्दे पुरुषोत्तमं पुरुषोत्तमं ठाकुर चंद्र जी की जय परममय जय ठाकुर अनुकूल चंद्र जी की परम जय प्रेममय श्री ठाकुर अनुकूल चंद्र जी की परमात्मा ब्रह्मा की परमाराध्य ब्रह्मा की परमाराध्य श्री श्री ब्रह्मा की परम पूज्य परम पूज्य श्री श्री देव की परम देव की परम परम प्रेममय चंद्र जी की जय गुरु जय गुरु ଜୟଗୁରୁ ହିମାଂଶୁ ଭାଇ ଜୟଗୁରୁ ପଙ୍କଜ ଭାଇ ଜୟଗୁରୁ ଜୟଗୁରୁ ହେମାଙ୍ଗିନୀ ମା ଜୟଗୁରୁ ପଦିନୀ ମା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଶୋକ ପରୀକ୍ଷିତଙ୍କୁ ଜୟଗୁରୁ ସବାଇକେ ଜୟଗୁରୁ ଜୟଗୁରୁ ବଣଧର ଭାଇ ଜୟଗୁରୁ ଜୟଶ୍ରୀ ମା ଜୟଗୁରୁ ଲକ୍ଷ୍ମୀପ୍ରିୟା ମା ଜୟଗୁରୁ ଜୟଗୁରୁ ମର୍ତ୍ତିନ ଭାଇ ଜୟଗୁରୁ ଜୟଗୁରୁ ସୁମତି ମା ଜୟଗୁରୁ ନିମାଇ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ପବିତ୍ରତା ଜୟଗୁରୁ 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 ଦେବତା ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ପ୍ରଫୁଲ୍ଲ ଭାଇ ଜୟଗୁରୁ ପ୍ରଣବ ସମସ୍ତଙ୍କୁ ଜୟଗୁରୁ 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 ସମସ୍ତଙ୍କୁ ଜୟଗୁରୁ ଦାଦା। ହଁ ତେଜ ମା ଜୟଗୁରୁ ଦାଦା ଜୟଗୁରୁ 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 ଦାଦା ଜୟଗୁରୁ ସମସ୍ତ ଦାଦା ମାଙ୍କୁ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ଜୟଗୁରୁ ମାଧୁର ଭାଇ ଜୟଗୁରୁ ଜୟଗୁରୁ ଦାଦା ଜୟଗୁରୁ ବିନୟ ଭାଇ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ସବାଇକି ଜୟଗୁରୁ ଜୟଗୁରୁ ସଞ୍ଜୟ ଭାଇ ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ ସବାଇକି ଜୟଗୁରୁ ଫାଇନାଲ କରିବା फाइनल जयगुरु समस्तଙ୍କୁ ଜୟଗୁରୁ ସବାଇକେ ଜୟଗୁରୁ ଜୟଗୁରୁ ମା ଜୟଶ୍ରୀ ମା ଜୟଗୁରୁ ଜୟଗୁରୁ ଜୟଶ୍ରୀ ମା ଆପଣଙ୍କର କଣ ହେଲାନି ଜୟଶ୍ରୀ ମା ନାଇଁ ମୁଁ ଏଠି ଖାଉଥିଲି ଆପଣ ମାନେ ଶୁଣି ପାରିଲେନି ମୋର କୋଉଟା ଇଏ କରିବା କଥା ସେଟା କରିପାରିଲିନି ଜାଣିପାରିଲିନି ସେଇଥିପାଇଁ ମତେ ପରଦିନ ରଖିବେ ଭଜନ ଦେଖିବା ଆପଣ ତ କହିଲେ ହବନି ମତେ ଦେଖିବାକୁ ପଡିବ କେମିତି କାହା ଆଜ୍ଞା 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 ହଉ ହଉ ଜୟଗୁରୁ 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 ମା ଜୟଗୁରୁ ଜୟଗୁରୁ ଦାଦା ଜୟଗୁରୁ ଦାଦା ମା ମାନେ ସମସ୍ତଙ୍କୁ ଜୟଗୁରୁ फाइनल करिया फाइनल जयगुरु समस्त जयगुरु सबाई के जयगुरु